أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين ବିଗତ ରବିବାର ଦିନ ଆଲ୍ଲାହ ତାଆଲାଙ୍କ କୃପାରୁ ଜଲସା ସାଲାନା ୟୁକେ ସମାପ୍ତ ହେଲା। ଏହି 3 ଦିନ ଅତ୍ୟନ୍ତ କଲ୍ୟାଣମୟ ଦିନ ଥିଲା ଏବଂ ଆଲ୍ଲାହ ତାଆଲାଙ୍କ କୃପା ପ୍ରଦର୍ଶନକାରୀ ଦିନ ଥିଲା। ଆଲ୍ଲାହ ତାଆଲାଙ୍କର ଏହି ଅଶେଷ କୃପା ବଳରେ ଆମର ଜଲସା ସମାପନ ହେଲା ଓ ସଫଳ ହେଲା। ଆଲ୍ଲାହ ତାଆଲାଙ୍କ କୃପାରୁ ଜଲସା ଦିନମାନଙ୍କରେ ପାଗ ମଧ୍ୟ ଭଲ ରହିଲା, ଯାହାଫଳରେ ସମସ୍ତ କାର୍ଯ୍ୟକ୍ରମ ଅତି ସୁରୁଖୁରୁରେ ସମାପ୍ତ ହେଲା। ଜଲସା ସାଲାନାର ମୌଳିକ କାର୍ଯ୍ୟକ୍ରମ ଅର୍ଥାତ୍ ଭାଷଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବ୍ୟତୀତ ତବଲିଗ ଓ ଜ୍ଞାନଭିତ୍ତିକ ଦୃଷ୍ଟିରୁ ବିଭିନ୍ନ ବିଭାଗମାନ ଯେଉଁ ପ୍ରଦର୍ଶନୀ ଲଗାଇଥିଲେ, ତାହା ମଧ୍ୟ ଆଲ୍ଲାହ ତାଆଲାଙ୍କ କୃପାରୁ ଆହମଦୀ ଓ ଅଣଆହମଦୀ ଅଣମୁସଲମାନ ସମସ୍ତଙ୍କ ଉପରେ ବେଶ ପ୍ରଭାବ ପକାଇଥିଲା। ଆହମଦୀମାନଙ୍କ ଜ୍ଞାନରେ ମଧ୍ୟ ଅଭିବୃଦ୍ଧି ଘଟାଇଥିଲା। ସେହିପରି ଭାବରେ MTA ମଧ୍ୟ ଜଲସା ସାଲାନାର କାର୍ଯ୍ୟକ୍ରମ ମଧ୍ୟରେ ବିରତି ଯେଉଁ ଜ୍ଞାନଭିତ୍ତିକ ଓ ତଥ୍ୟଭିତ୍ତିକ କାର୍ଯ୍ୟକ୍ରମ ପ୍ରସାରଣ କରୁଥିଲା, ତାହାର ମଧ୍ୟ ଲୋକମାନଙ୍କ ଉପରେ ବେଶ ପ୍ରଭାବ ପଡ଼ିଥିଲା। ଏହିସବୁ କାର୍ଯ୍ୟକ୍ରମକୁ ଦେଖି ଅନ୍ୟ ରାଷ୍ଟ୍ରମାନଙ୍କରେ ବସିଥିବା ଆହମଦୀମାନେ ଖୁବ୍ ପସନ୍ଦ କରିଥିଲେ। ଯେପରିକି ମୁଁ ପୂର୍ବେ ଜଲସାର ଶେଷ ଦିନ ସଂକ୍ରାନ୍ତରେ ଘୋଷଣା କରିଥିଲି ଯେ ଜଲସା ଶେଷ ଦିନରେ ବିଭିନ୍ନ ଦେଶ ଏହି ସିଧା ପ୍ରସାରଣରେ ଯୋଡ଼ି ହୋଇଛନ୍ତି। ଅତଏବ ଚଳିତ ବର୍ଷ ଜଲସା ସାଲାନା ବ୍ରିଟେନର ଶେଷ ଅଧିବେଶନରେ ପ୍ରାୟ 56ଟି ଦେଶର 119ଟି କେନ୍ଦ୍ରରେ ବସିଥିବା ଲୋକମାନେ MTA ସହିତ ଯୋଡ଼ି ହୋଇଥିଲେ ଏବଂ ସେମାନେ ଆମକୁ ଏବଂ ଆମେ ସେମାନଙ୍କୁ ସିଧାସଳଖ ଦେଖିପାରୁଥିଲୁ। ସେହି ଦୃଶ୍ୟ ଅତି ଗଭୀର ଓ ପ୍ରଭାବଶାଳୀ ଥିଲା। ବିଭିନ୍ନ ରାଷ୍ଟ୍ରରେ ବସି ଜଲସା ଶୁଣୁଥିବା ଲୋକମାନେ ତାହାକୁ ବେଶ ପସନ୍ଦ କରିଥିଲେ ଓ ଭାବାବେଗ ହୋଇଯାଇଥିଲେ। ହଜାର ହଜାର ମାଇଲ ଦୂରତାରେ ବସିଥିବା ଲୋକମାନେ ଆଲ୍ଲାହ ତାଆଲାଙ୍କ କୃପାରୁ MTA ମାଧ୍ୟମରେ ଜଲସା ସହିତ ଯୋଡ଼ି ହୋଇଯାଇଥିଲେ ଏବଂ ଏପରି ମନେ ହେଉଥିଲା ଯେପରିକି ସେମାନେ ଜଲସା ସ୍ଥଳୀରେ ବସିଛନ୍ତି ଓ ଜଲସା ଶୁଣୁଛନ୍ତି, ଜଲସାର କାର୍ଯ୍ୟକ୍ରମ ସହିତ ସଂଶ୍ଳିଷ୍ଟ ରହିଛନ୍ତି ଓ ତାହାକୁ ଉପଭୋଗ କରୁଛନ୍ତି, ସେହି ଆଧ୍ୟାତ୍ମିକ ଆହାରକୁ ସେବନ କରୁଛନ୍ତି। ତେବେ ଅନେକ ଅତିଥିମାନେ ଓ ଦର୍ଶକମାନେ ଯେ କି ଜଲସାର କାର୍ଯ୍ୟକ୍ରମ ଦେଖୁଥିଲେ, ସେମାନେ ଏହାର ପ୍ରଶଂସା କରିଛନ୍ତି ଯେ ଜଲସାର କାର୍ଯ୍ୟକ୍ରମ ବେଶ ମନୋରମ, ସୁନ୍ଦର ଓ ଆକର୍ଷଣୀୟ ଥିଲା। ଏହି ବିଶେଷ ପ୍ରକାରର ପରିବେଶରୁ ଆମେ ଉପକୃତ ହୋଇଥିଲୁ ଓ ଆଲ୍ଲାହ ତାଆଲାଙ୍କ କୃପାରୁ ଲାଭାନ୍ୱିତ ହୋଇଥିଲୁ। ତେବେ ଯେପରିକି ଆଲ୍ଲାହ ତାଆଲା ପବିତ୍ର କୁରାନରେ କୁହନ୍ତି, ହେ ମୋର ଭକ୍ତଗଣ, ତୁମ୍ଭେମାନେ ମୋର କୃତଜ୍ଞ ଭକ୍ତ ହୁଅ ଏବଂ ତୁମ୍ଭେମାନେ ଯେତେବେଳେ କୃତଜ୍ଞତା ଜ୍ଞାପନ କରିବ, ସେତେବେଳେ ମୁଁ ତୁମମାନଙ୍କୁ ନିଜର କୃପା ଅଧିକ ପ୍ରଦାନ କରିବି। ଯେପରିକି ଆଲ୍ଲାହ ତାଆଲା ଆଉ ଏକ ସ୍ଥାନରେ କୁହନ୍ତି, ला इन शकरतुम ला अजीदन्नकुम। सूरह इब्राहिम आयत नंबर 8।
ଅର୍ଥାତ୍ ଯଦି ତୁମ୍ଭେ କୃତଜ୍ଞ ହେବ ତେବେ ଆମ୍ଭେ ତୁମମାନଙ୍କ ଉପରେ ଆହୁରି ଅଧିକ କୃପା ଅବତୀର୍ଣ୍ଣ କରିବୁ। ଅତଏବ ଆଲ୍ଲାହ ତାଆଲାଙ୍କ କୃପାର ଅତିରିକ୍ତ ଅଧିକାରୀ ହେବା ନିମନ୍ତେ କୃତଜ୍ଞତା ଜ୍ଞାପନ କରିବା ନିହାତି ଜରୁରୀ। ଆଲ୍ଲାହ ତାଆଲା ନିଜ ସଂକ୍ରାନ୍ତରେ କହିଛନ୍ତି, ଇନ୍ନାଲ୍ଲାହା ଶାକିରୁନ୍ ଅଲିମୁନ୍, ଅର୍ଥାତ୍ ଯେତେବେଳେ ଆଲ୍ଲାହ ତାଆଲାଙ୍କ ଉଦ୍ଦେଶ୍ୟରେ ପୁଣ୍ୟ କାର୍ଯ୍ୟ ସମ୍ପାଦନ କରାଯାଏ ୟା ଭକ୍ତ କରନ୍ତି, ତେବେ ସେ ନିଜର ଏହି ପୁଣ୍ୟ କାର୍ଯ୍ୟ ସମ୍ପାଦନ କରିବା ହେତୁ ଆଲ୍ଲାହ ତାଆଲା ଭକ୍ତର କୃତଜ୍ଞତାକୁ ସ୍ୱୀକାର କରି ଗୁଣଗ୍ରାହୀ ହୋଇଥାନ୍ତି। ସେ ହିଁ ସର୍ବଜ୍ଞ। ଯେତେବେଳେ ଆଲ୍ଲାହ ତାଆଲାଙ୍କ ନିମନ୍ତେ କୃତଜ୍ଞ ଶବ୍ଦ ବ୍ୟବହୃତ ହୁଏ, ସେତେବେଳେ ଆଲ୍ଲାହ ତାଆଲାଙ୍କ ମୂଲ୍ୟବୋଧ ଗୁଣଗ୍ରାହୀ ରୂପେ ବିବେଚିତ ହୋଇଥାଏ। ତେଣୁ ଆଲ୍ଲାହ ତାଆଲା କୃତଜ୍ଞତା ଜ୍ଞାପନ କରୁଥିବା ବ୍ୟକ୍ତିଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଥାନ୍ତି। ଏହି ସମ୍ମାନ ଫଳରେ ଆଲ୍ଲାହ ତାଆଲା ସେହି ଭକ୍ତମାନଙ୍କୁ ଆହୁରି ଅଧିକ ପୁରସ୍କୃତ ଓ ସମ୍ମାନିତ କରିଥାନ୍ତି। ଆଲ୍ଲାହ ତାଆଲା ତ ମାଲିକ, ସେ ତ ପ୍ରଭୁ, ସେ ସର୍ବଜ୍ଞ। ଆଲ୍ଲାହ ତାଆଲାଙ୍କୁ ସବୁ ଜଣା। କିଏ ପ୍ରକୃତ କୃତଜ୍ଞତା ଜ୍ଞାପନ କରେ ଓ କିଏ କରେ ନାହିଁ, ତାହାକୁ ସେ ବେଶ ଭଲ ଭାବରେ ଜାଣନ୍ତି। ଏହା କେବଳ ମୌଖିକ କଥା ହେବା ଉଚିତ ନୁହେଁ, ବରଂ କୃତଜ୍ଞତାର ଏକ ଉତ୍ସାହ ମଧ୍ୟ ହେବା ଉଚିତ। ଆଲ୍ଲାହ ତାଆଲାଙ୍କ କୃପାରୁ ଏହି ଭାବାବେଗ ଓ ଉତ୍ସାହ ସେ ଜମାତ ଅହମଦିୟାରେ ସୃଷ୍ଟି କରିଦେଇଛନ୍ତି। ତେଣୁ ଏହି ଉତ୍ସାହଜନିତ କୃତଜ୍ଞତାକୁ ଆଲ୍ଲାହ ତାଆଲା ଆହୁରି ଅଭିବୃଦ୍ଧି କରିଚାଲନ୍ତୁ। ଏଠାରେ ଏକଥା ମଧ୍ୟ ମନେ ରଖିବା ଉଚିତ ଯେ ସେହି ଅତିଥିମାନଙ୍କୁ ଏକଥା ଯେ ଆଲ୍ଲାହ ତାଆଲାଙ୍କର କୃତଜ୍ଞତା ଜ୍ଞାପନ କରିବେ, ସେଠାରେ ଯେଉଁ ସ୍ଥଳେ ଅତିଥିମାନେ ଆଲ୍ଲାହ ତାଆଲାଙ୍କର କୃତଜ୍ଞତା ଜ୍ଞାପନ କରିବା ଉଚିତ, ସେଠାରେ ଭକ୍ତମାନଙ୍କର ଅର୍ଥାତ୍ ସେହି ସେବକମାନଙ୍କର ମଧ୍ୟ କୃତଜ୍ଞତା ଜ୍ଞାପନ କରିବା ଉଚିତ, ଯେ କି ସେମାନଙ୍କ ସକାଶେ ଅର୍ଥାତ୍ ଅତିଥିମାନଙ୍କ ସକାଶେ ସମସ୍ତ ପ୍ରକାର ସହଜତା ସୃଷ୍ଟି କରିବା, ସେମାନଙ୍କ ସମସ୍ୟାକୁ ଦୂର କରିବା ଓ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରିବା ନିମନ୍ତେ ନିରନ୍ତର ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ। ତାଙ୍କ ଉପରେ ନ୍ୟସ୍ତ ରହିଥିବା ଦାୟିତ୍ୱ ଉତ୍ତମ ରୂପେ ସମ୍ପାଦନ କରି ତାଙ୍କୁ ସମସ୍ତ ପ୍ରକାର ସାଧନ ଉପଲବ୍ଧ କରିଦେଇଥିଲେ। ଆଲ୍ଲାହ ତାଆଲାଙ୍କ କୃପାରୁ ଚଳିତ ବର୍ଷ ଜଲସା ସାଲାନାର ଉପସ୍ଥିତି ସଂଖ୍ୟା 46,000ରୁ ଉର୍ଦ୍ଧ୍ୱ ଥିଲା। କେବଳ ସେତିକି ନୁହେଁ, ବରଂ ଲଜନାର ଯେଉଁ ରିପୋର୍ଟ ରହିଛି ତଦନୁଯାୟୀ ସେମାନଙ୍କର ସଂଖ୍ୟା ସଠିକ ରୂପେ ଗଣନା କରାଯାଇ ନାହିଁ। ପରବର୍ତ୍ତୀ ସମୟରେ ସେମାନଙ୍କ ସଂଖ୍ୟା ଓ ରିପୋର୍ଟ ମିଳିଲା, ତେବେ ସେହି ରିପୋର୍ଟ ଅନୁଯାୟୀ ମୋଟ ଉପସ୍ଥିତି 50,000 ହୋଇଯାଇଛି। ତେବେ ଏତେ ଅଧିକ ସଂଖ୍ୟକ ଅତିଥିମାନଙ୍କ ପାଇଁ ଯେଉଁ ପ୍ରକାର ବ୍ୟବସ୍ଥା କରାଯାଇଥିଲା, ସେଥିରେ କୌଣସି ପ୍ରକାର ସମସ୍ୟା ଉପୁଜି ନାହିଁ। ଅତଏବ ସେମାନଙ୍କର ନାନା ଆବଶ୍ୟକତା ପୂରଣ ହୋଇଛି। ରହଣୀର ବ୍ୟବସ୍ଥା ଯଥୋଚିତ ଭାବରେ କରାଯାଇଥିଲା। ସୁତରାଂ ଯେଉଁ ଅତିଥିମାନେ ଜମାତୀୟ ଅବସ୍ଥାନ କରିବା ସ୍ଥଳେ ଅବସ୍ଥାନ କରିଥିଲେ, ସେମାନଙ୍କ ପାଇଁ ଉତ୍ତମ ଉତ୍କୃଷ୍ଟ ବ୍ୟବସ୍ଥା ଅର୍ଥାତ୍ ସଂସାଧନର ବ୍ୟବସ୍ଥା କରାଯାଇଥିଲା। ସୁତରାଂ ଏହି ସମସ୍ତ କାର୍ଯ୍ୟ ଯାହା ଆଲ୍ଲାହ ତାଆଲାଙ୍କ କୃପାରୁ ସମ୍ପାଦିତ ହେଉଛି, ତାହା ଆମମାନଙ୍କର କୌଣସି ବାହାଦୁରୀ ନୁହେଁ, ବରଂ ଏହା ଆମମାନଙ୍କ ଉପରେ ଆଲ୍ଲାହ ତାଆଲାଙ୍କର ଅପାର କୃପା। ଯେଉଁଠି କାର୍ଯ୍ୟରତ କର୍ମୀ ଓ କର୍ମକର୍ତ୍ତାମାନେ ଆଲ୍ଲାହ ତାଆଲାଙ୍କର କୃତଜ୍ଞତା ଜ୍ଞାପନ କରିବା ଉଚିତ। ଅପର ପାର୍ଶ୍ୱରେ ଜଲସାରେ ଅଂଶଗ୍ରହଣ କରୁଥିବା ଲୋକମାନଙ୍କୁ ଅର୍ଥାତ୍ ଅତିଥିମାନଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିବା ଉଚିତ ଯେ ଆଲ୍ଲାହ ତାଆଲା ସେମାନଙ୍କ ନିମନ୍ତେ ସମସ୍ତ ପ୍ରକାର ସାଧନ ଉପଲବ୍ଧ କରାଇଲେ। ଅସଂଖ୍ୟ ଲୋକ ଯେ କି ବିଭିନ୍ନ ଶ୍ରେଣୀର, ସ୍ତରର ଓ ଗୋଷ୍ଠୀର ଥିଲେ, ତାଙ୍କୁ ସମାନ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଇଥିଲା। ଆଉ ଏଥିପାଇଁ ସ୍ୱେଚ୍ଛାସେବୀମାନେ ସୁନ୍ଦର ଭାବରେ ନିଜର କାର୍ଯ୍ୟ ସମ୍ପାଦନ କରିଥିଲେ। ନିଃସ୍ୱାର୍ଥପର ଭାବରେ ନିଜର ସମସ୍ତ ସାମର୍ଥ୍ୟ ବିନିଯୋଗ କରି ନିଜ ଦାୟିତ୍ୱ ତୁଲାଇଥିଲେ। ସେହିପରି କାନାଡ଼ା ଓ ଅଷ୍ଟ୍ରେଲିଆରୁ ମଧ୍ୟ ଅନେକ ଖୁଦ୍ଦାମ ଆସିଥିଲେ।
ସେମାନେ ଜଲସା ଆରମ୍ଭ ହେବା ପୂର୍ବରୁ ଜଲସା କାର୍ଯ୍ୟରେ ସହଯୋଗ କରିଥିଲେ ଏବଂ ଏବେ ୱାଇଣ୍ଡ ଅପ୍ କାର୍ଯ୍ୟରେ ମଧ୍ୟ ନିମଜ୍ଜିତ ରହିଛନ୍ତି। ଅତଏବ ଆଲ୍ଲାହ ତାଆଲା ସେହି ସମସ୍ତ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ତମ ପ୍ରତିଫଳ ପ୍ରଦାନ କରନ୍ତୁ। ଏକ ହଦିସରେ ଉଲ୍ଲେଖ ରହିଛି, ଆଲ୍ଲାହ ତାଆଲା ନିଜର ଭକ୍ତକୁ କହିଲେ, ହେ ମୋର ଭକ୍ତ, ମୋର ଅମକ ଭକ୍ତ ଜଣକ ତୁମ ଉପରେ ଅମକ ଉପକାର କରିଥିଲା ଏବଂ ତୁମେ ସେହି ବ୍ୟକ୍ତିର କୃତଜ୍ଞତା ଜ୍ଞାପନ କଲ ନାହିଁ। ତେବେ ଭକ୍ତ କହିବ, ହେ ପ୍ରଭୁ, ତୁମ୍ଭେ ହିଁ ତ ମୋ ଉପରେ ଉପକାର କରିଥିଲ, ତେଣୁ ମୁଁ ତୁମ୍ଭର କୃତଜ୍ଞତା ଜ୍ଞାପନ କରିଦେଇଛି। ଆଲ୍ଲାହ ତାଆଲା କହିବେ, ନା, ମୁଁ ସେହି ଭକ୍ତମାନଙ୍କ ମଧ୍ୟରେ ସେହି ଭକ୍ତ ମାଧ୍ୟମରେ ତୁମ ଉପରେ ଉପକାର କରିଥିଲି ଏବଂ ତୁମର କାର୍ଯ୍ୟ ସମ୍ପାଦନ ହୋଇଥିଲା। ସେଥିପାଇଁ ଭକ୍ତକୁ ମଧ୍ୟ ଆଲ୍ଲାହ ତାଆଲାଙ୍କର କୃତଜ୍ଞତା ଜ୍ଞାପନ କରିବା ନିହାତି ଜରୁରୀ। ଆଲ୍ଲାହ ତାଆଲା ଅତିଥିମାନଙ୍କ ସକାଶେ ଯେଉଁ କାର୍ଯ୍ୟ ତଥା ସେବା ସମ୍ପାଦନ କରାଇଥିବ ସେହି ସେବାକୁ ଆଲ୍ଲାହ ତାଆଲା ଗ୍ରହଣ କରିଥାନ୍ତି, କାରଣ ସେ ଗୁଣଗ୍ରାହୀ। ଏକଥା ଆମ ସମସ୍ତଙ୍କୁ ମନେ ରଖିବା ଉଚିତ। ଯେପରିକି ମୁଁ କହିଲି, ଏହି ଡ୍ୟୁଟି ଦେଉଥିବା ସ୍ୱେଚ୍ଛାସେବୀ କର୍ମୀମାନେ କୃତଜ୍ଞତା ଜ୍ଞାପନ କରିବା ଉଚିତ। ଏମାନଙ୍କର ଯେଉଁ ସ୍ଥଳେ ଏମାନେ ଆଲ୍ଲାହ ତାଆଲାଙ୍କର କୃତଜ୍ଞତା ଜ୍ଞାପନ କରିବେ, ସେହି ସ୍ଥଳେ ଆପଣମାନେ ତାଙ୍କର କୃତଜ୍ଞତା ଜ୍ଞାପନ କରିବା ଉଚିତ, ଯେହେତୁ ସେମାନେ ସେହି ଅଲ୍ଲାହଙ୍କ ପ୍ରୀତିଭାଜନ ଲାଭ କରିବା ସକାଶେ ନିଜର ସମୟ ଓ ସାମର୍ଥ୍ୟ ବିନିଯୋଗ କରି ଆପଣମାନଙ୍କର ସେବା କରିଛନ୍ତି। ଅଣ ଅହମଦୀ ଅତିଥିମାନେ ମଧ୍ୟ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଥାନ୍ତି ଯେ ଛୋଟ ଛୋଟ ପିଲାମାନେ ଡ୍ୟୁଟି ଦେଉଛନ୍ତି, ଜଳପାନ କରାଉଛନ୍ତି, ରୁଟି ସେକିବା, ଅତିଥିମାନଙ୍କର ଅତିଥି ସତ୍କାର କରିବା, ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ଆଦି କାର୍ଯ୍ୟକୁ ଅତି ଆନନ୍ଦ ସହକାରେ କର୍ମୀମାନେ ସମ୍ପାଦନ କରିବା। ଏଥିପାଇଁ ଯେଉଁ ଅତିଥିମାନେ ନିଜର ମନ୍ତବ୍ୟ ଦେଇଥିଲେ, ନିଜର ମତ ପ୍ରକାଶ କରିଥିଲେ, ତାହା ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ ବହୁ ସଂଖ୍ୟାରେ ରହିଛି। ତେଣୁ ଅତିଥିମାନେ କୁହନ୍ତି, ଆମେମାନେ ଯେତେବେଳେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା କର୍ମୀମାନଙ୍କୁ ପଚାରିଲୁ ଯେ ଆପଣମାନେ କ'ଣ କରନ୍ତି, ସେତେବେଳେ ସେମାନଙ୍କ ମଧ୍ୟରୁ ଅନେକ ଯାହା କହିଲେ ତାହା ଆମେ କଳନା କରିପାରିନଥିଲୁ, କାରଣ ଆମେମାନେ ଚିନ୍ତା କରୁଥିଲୁ ଯେ ସେମାନେ ଶ୍ରମିକ ହିସାବରେ କାମ କରୁଥିବେ। କିନ୍ତୁ ସେମାନଙ୍କ ମଧ୍ୟରୁ କିଏ କହିଲା ଯେ ମୁଁ ଏକ ଫୋରମରେ ଅଫିସର ପଦବୀରେ କାର୍ଯ୍ୟରତ, ଆଉ କିଏ କହିଲା ମୁଁ ବିଦ୍ୟାର୍ଥୀ ପାଠ ପଢ଼ୁଛି, କିଏ କହିଲା ମୁଁ PhDର ଛାତ୍ର, ଆଉ କିଏ କହିଲା ମୁଁ PhD ଡିଗ୍ରୀ ହାସଲ କରିସାରିଛି। ଅତଏବ ଏହିପରି ଉତ୍ସାହ ରଖୁଥିବା ସେବକମାନେ ଉପସ୍ଥିତ ହୋଇ ପୁଣ୍ୟଶ୍ଳୋକ ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମଙ୍କ ଅତିଥିମାନଙ୍କର ସେବା ସତ୍କାର କରିଥିଲେ। କେବଳ ଆଲ୍ଲାହ ତାଆଲାଙ୍କ ପ୍ରୀତିଭାଜନ ଲାଭ କରିବା ପାଇଁ ନିଜକୁ ସମର୍ପି ଦେଇଥିଲେ। ଅତଏବ ଏହି ପ୍ରସଙ୍ଗ ପ୍ରତ୍ୟେକ ବସ୍ତୁକୁ ଆଶା କରେ ଯେ ସମସ୍ତ ଅଂଶଗ୍ରହଣକାରୀମାନେ ସେହି ସ୍ୱେଚ୍ଛାସେବୀ କର୍ମୀମାନଙ୍କର କୃତଜ୍ଞତା ଜ୍ଞାପନକାରୀ ହୁଅନ୍ତୁ ଓ ଡ୍ୟୁଟି ଦେଉଥିବା କର୍ମୀମାନଙ୍କୁ ମଧ୍ୟ ଏକଥା ଯୋଗୁଁ କୃତଜ୍ଞତା ଜ୍ଞାପନ କରିବା ଉଚିତ ଯେ ସେମାନଙ୍କୁ ଯଦି ବର୍ଷ ସାରା ତବଲିଗ ଜମାତର ସନ୍ଦେଶ ପହଞ୍ଚାଇବାର ସୁଯୋଗ ପ୍ରାପ୍ତ ହୋଇପାରୁ ନାହିଁ, ତେବେ ସେମାନେ ଜଲସା ସାଲାନା ମାଧ୍ୟମରେ ଡ୍ୟୁଟି ଦେଇ ଆଲ୍ଲାହ ତାଆଲାଙ୍କ ପୁଣ୍ୟର ଅଧିକାରୀ ହୋଇପାରିବେ। ବିଭିନ୍ନ ରାଷ୍ଟ୍ରରୁ ଏପରି ଲୋକମାନେ ଆସନ୍ତି ଯେଉଁମାନଙ୍କର ଜମାତ ସହିତ ପ୍ରାରମ୍ଭିକ ପରିଚୟ ହୋଇଥାଏ ଏବଂ ସେମାନେ ଆମ ଜଲସାକୁ ଦେଖିବା ନିମନ୍ତେ ଆସିଥାନ୍ତି, କାରଣ ସେମାନେ ଏହା ଦେଖିବାକୁ ଆସନ୍ତି ଯେ କ'ଣ ପ୍ରକୃତରେ ଅହମଦୀମାନେ ଯାହା କହୁଛନ୍ତି ତାହା କାର୍ଯ୍ୟରେ କରି ଦେଖାଉଛନ୍ତି। ତାଙ୍କ କହିବା ଓ କରିବା ମଧ୍ୟରେ ସମନ୍ୱୟତା ରହିଛି। ତେବେ ଯେତେବେଳେ ସେମାନେ ସ୍ୱେଚ୍ଛାସେବୀମାନଙ୍କର ଅସାଧାରଣ ସେବାକୁ ଦେଖନ୍ତି, ସେତେବେଳେ ସ୍ତବ୍ଧ ରହିଯାଆନ୍ତି, ଆଶ୍ଚର୍ଯ୍ୟଚକିତ ହୋଇଥାନ୍ତି ଏବଂ ତାହାର ଏକ ସକାରାତ୍ମକ ପ୍ରଭାବ ସେମାନଙ୍କ ଉପରେ ପଡ଼ିଥାଏ। ଏହା ଏକ ନୀରବ ତବଲିଗ ଏବଂ ଏହାର ପରିପ୍ରକାଶ ସେହି ଅତିଥିମାନେ ମଧ୍ୟ କରିଥାନ୍ତି। ଏପରି ନୀରବ ତବଲିଗ ଓ ଇସଲାମ ଧର୍ମର ପ୍ରକୃତ ସନ୍ଦେଶ ଜମାତ ଅହମଦିୟା ମାଧ୍ୟମରେ ଲୋକମାନଙ୍କ ପର୍ଯ୍ୟନ୍ତ ପହଞ୍ଚୁଅଛି। ଏପରି ନବାଗତ ଅହମଦୀମାନେ
जे जमात सहित संश्लिष्ट होइथांती सेमाने एही दृश्य को देखी एही आचरण को देखी प्रभावित होइथांती तांको उपरे सकारात्मक प्रभाव पड़ी थाए। तेणु यह अति गुरुत्वपूर्ण प्रसंग। तेणु आमମାନଙ୍କୁ अल्लाह तालांकर कृतज्ञता ज्ञापन करिबा तेणु आमମାନଙ୍କୁ अल्लाह तालांकर कृतज्ञता ज्ञापन करिबा उचित। वर्तमान मु केतेक अतिथि मानकर मतामत एठारे उपस्थापन कर देउछि। रोड्रिगेज आइलैंड रो पुलिस पोस्ट रो असिस्टेंट कमिश्नर जलसारे जोग देइथिले मिस्टर मनोज लोचन साहेब। से कहती मु पुलिस कमिश्नर ओ डिविजनल कमांडर हिसाब रे अनेक सरकारी और सामाजिक उत्सव और सम्मेलन रे जोग देइछि, किंतु जलसा दिन रे जहा देखिली ताहा प्रकृत रे अनन्य ओ अद्भुतपूर्ण दृश्य। आपणकर शांति श्रृंखला व्यवस्था अति अद्भुतपूर्ण थिला। 10,000 स्वेच्छासेवी मानकर उपस्थिति एक विचित्र चमत्कार थिला। प्रत्येक व्यक्ति अदृष्टान्तनीय स्वार्थपर निस्वार्थपर मनोभाव रखी सेवा संपादन करुथिला। मु जणे स्वेच्छासेवी कर्मी को देखिली ता हातरे पटी बंधा होइथिला, आहत थिला ता हात, किंतु तथापि से स्मितहास्य प्रकाश करी निज कार्य संपादन करि चलिथिला। मु डाक्तर मानंकु प्रोफेशनल बिजनेसमैन पीएचडी डिग्री हासिल करथिबा अतिथि मानंकु ओ स्वेच्छासेवी मानंकु साक्षात कली। समस्ते विनीत और दृढ़ संकल्पर सहित सेवा संपादन करुथिले। जो ड्राइवर आमको जलसा सालाना को नहीं आसीथिले, जेतेबेले मु तांकु तांकर वृत्ति संक्रांत रे पचारिली, से कहिले आज्ञा मु बायोकेमिस्ट्री रे पीएचडी करिछि। एक कथा मते बेस प्रभावित करिथिला। कम्युनिटी रो स्वार्थ ओ अभिप्राय सकाशे एभली निजकु समर्पी देबा ओ सेवा करिबा निश्चित रूपे अविस्मरणीय। से जहा हेउ महोदय आहुरी कहती जे कार्यक्रम बेस भल रही। सिक्यूरीटी व्यवस्था मध्य बेस भल थिला। वर्तमान मु निज देश को फेरुछि, किंतु मो निकटरे निज सहकारी पुलिस अधिकारी और सेमानंकर परिवार वर्गों को बांटिबा पई अनेक किछि स्मृति रही। एही स्मृति को मु साथीरे नहीं जाउछि। बेल्जियम रो जणे युवक जहांकर नाम हैंस नोट साहेब थिला, से मध्य जलसा सालाना रे सामिल होइथिले। युवक जनक मानवाधिकार संघ HRWF रो प्रतिनिधि। से कहती एही असाधारण सम्मिलन अंश हेबा मो पई सौभाग्य आनंदर कथा। यह केवल एक स्मृति नुहे, बरं आपणकर उष्मतामूलक उत्साह और अतिथि सत्कार जोगु मो उपरे यार गभीर प्रभाव पड़ी एवं यह मो पई एक अभिज्ञतापूर्ण स्मृति। एते व्यापक स्तर रे एक सम्मिलन रे आयोजन जहिरे हजार हजार लोक मानक उपस्थिति रहिथिला। निसंदेह रूपे यह एक असाधारण सफलता। स्वेच्छासेवी मानक सहित कथबार्ता करने समय मते ज्ञात हैला जे किपरि प्रत्येक विभाग अनेक मास पूर्वर प्रस्तुति आरंभ कर देई थांती। निजर दायित्व बांटी कार्य आरंभ कर देई थांती। शांति श्रृंखलार सहित कार्य करि थांती। कार्य रे निमज्जित हो जाई थांती। कार पार्किंग रे मार्गदर्शन करथिबा लोक माने, टॉयलेट सफा करथिबा लोक माने, खाद्य प्रस्तुत करथिबा कर्मी माने, पंजीकरण करथिबा कर्मी माने, सेहीपरि सिक्यूरिटी स्थान रे बैग चेकिंग करथिबा कर्मी माने निज निजर दायित्व को अति सुंदर भाव रे तुलाउथिले। जड़े अणजमातीय अतिथि हिसाब रे मु अत्यंत सुव्यवस्थित श्रृंखलित संप्रदाय देखिली। मु कौनसी बड़ समस्या संपर्क रे चर्चा शुणी नहीं किंबा संघर्ष देखी नहीं। यह
ସୂଚାଉଛି ଯେ ଆପଣଙ୍କର ଜମାତ ଶାନ୍ତି ଓ ଅତ୍ୟାଚାର ବ୍ୟବହାରିକ ପନ୍ଥାକୁ ଅତି ଗଭୀରତାର ସହିତ ଆପଣାଇ ନେଇଛି। ସେ ଆହୁରି କୁହନ୍ତି, ଜଲସା ସମୟରେ ମୁଁ ପ୍ରକୃତ ସହାନୁଭୂତି ଦେଖିଲି। ଅଭିଭାବକମାନଙ୍କର ସନ୍ତାନମାନଙ୍କ ପ୍ରତି ଥିବା ସଦୟ ଭାବ, ଗ୍ରୁପ ଲିଡରମାନଙ୍କର ନିଜର ଦଳର ଖବର ରଖିବା, ସ୍ୱେଚ୍ଛାସେବୀମାନେ ନିଜେ ସାହାଯ୍ୟ ନିମନ୍ତେ ଆଗେଇ ଆସିବା ଓ ଅତିଥିମାନଙ୍କୁ ପଚାରିବା ଯେ ମୁଁ ଆପଣଙ୍କର କି ପ୍ରକାର ସାହାଯ୍ୟ କରିପାରିବି। ଏପରିକି ଅପରିଚିତ ବ୍ୟକ୍ତିଙ୍କୁ ପଚାରିବା ଓ ତାଙ୍କର ସାହାଯ୍ୟ କରିବା। ସାମୂହିକ ରୂପେ ଲୋକମାନେ ନିଜର ଦାୟିତ୍ୱଠାରୁ ବଳି ସେବା କରିବା ଦୃଶ୍ୟ ନିଶ୍ଚିତ ରୂପେ ଅବିସ୍ମରଣୀୟ। ଏହା ଦେଖି ମୁଁ ଅତ୍ୟନ୍ତ ପ୍ରସନ୍ନିତ। ସେହିପରି ବ୍ରାଜିଲର ପ୍ରାଦେଶିକ ସାଂସଦ ୟୁରି ମୁରା ସାହେବ ଜଲସା ସାଲାନାରେ ଯୋଗ ଦେଇଥିଲେ। ସେ ଇସଲାମ ଧର୍ମର ତାତ୍ତ୍ୱିକପୂର୍ଣ୍ଣ ଶିକ୍ଷା ସମ୍ବନ୍ଧରେ ଜାଣି ବେଶ ଆନନ୍ଦିତ ହୋଇଥିଲେ। ନମାଜର ଦୃଶ୍ୟ ଅତ୍ୟନ୍ତ ଆଧ୍ୟାତ୍ମିକପୂର୍ଣ୍ଣ ଥିଲା। ସେହିପରି ସେ ଆହୁରି କହିଲେ ଯେ ଯେଉଁ ନମାଜ ପାଠ କରାଯାଉଥିଲା ତାହା ହୃଦୟରେ ଅବତୀର୍ଣ୍ଣ ହେଲା ପରି ମନେ ହେଉଥିଲା। ଅତିଥି ସତ୍କାରକ ବିଷୟରେ ଉପସ୍ଥିତ ଖଲିଫାଙ୍କର ଯେଉଁ ଉଦ୍ବୋଧନ ରହିଥିଲା ତାହା ମୋ ମନରେ ଗଭୀର ପ୍ରଭାବ ପକାଇଥିଲା। ଜଲସାର ବ୍ୟବସ୍ଥା ସାମୟିକ ବ୍ୟବସ୍ଥା ଥିଲା ଏବଂ 46,000 ଲୋକମାନେ ଏଠାରେ ଏକତ୍ରିତ ଥିଲେ। ମୁଁ ନିଜ ଆଖିରୁ ଛୋଟ ଛୋଟ ପିଲାମାନଙ୍କୁ ଦେଖିଲି। ସେମାନେ ସ୍ୱୟଂ ଏହି ଇଚ୍ଛା ପ୍ରକାଶ କରୁଥିଲେ ଯେ ସେମାନେ ଲୋକମାନଙ୍କୁ ଜଳପାନ କରାଇ ସେବା କରିବେ। ମାନବ ସେବାକୁ ମାଧବ ସେବା ବୋଲି ମନେ କରୁଥିଲେ ଓ ଏହି ବିଶ୍ୱାସ ଓ ଆସ୍ଥା ରଖି ସେମାନେ ନିରନ୍ତର ଭାବରେ ସେବା କରିଚାଲିଥିଲେ। ଏହା ସମଗ୍ର ବିଶ୍ୱବାସୀଙ୍କ ନିମନ୍ତେ ଉଦାହରଣ। ଏସବୁ କଥା ଦେଖି ମୋର ହୃଦୟ ଦୃଢ଼ୀଭୂତ ହୋଇଯାଇଛି। ଆପଣଙ୍କ ଧର୍ମ ମୋ ଧର୍ମଠାରୁ ଭିନ୍ନ ହୋଇପାରେ, କିନ୍ତୁ ଏହା ଏପରି ଏକ ଧର୍ମ ଯାହା ମନୁଷ୍ୟମାନଙ୍କୁ ପୃଥକ କରିନଥାଏ, ବରଂ ପରସ୍ପର ସହିତ ଯୋଡ଼ିଥାଏ। ମୋର ଏହି ପ୍ରାର୍ଥନା ଯେ ଆପଣମାନେ ସର୍ବଦା ଏହି ପ୍ରକାଶର ବତିଘର ହୋଇ ରୁହନ୍ତୁ। ଜମାତ ଅହମଦିଆ ବ୍ରାଜିଲରେ ଓ ସମଗ୍ର ବିଶ୍ୱରେ ଶାନ୍ତିରେ ରହୁ ଓ ଉନ୍ନତି କରିଚାଲୁ। ମୁଁ ବିଶେଷ କରି ବ୍ରାଜିଲ ଦେଶର ନାଗରିକମାନଙ୍କୁ କହିବାକୁ ଚାହେଁ ଯେ ସେମାନେ ଜମାତ ଅହମଦିଆକୁ ଆସି ଦେଖନ୍ତୁ। ଅହମଦୀମାନେ ସମଗ୍ର ସଂସାରରେ ଆଧ୍ୟାତ୍ମିକ, ଧାର୍ମିକ ଓ ଜ୍ଞାନଭିତ୍ତିକ ତଥା ମାନବିକ କ୍ଷେତ୍ରରେ କିପରି ନିଜର ଭୂମିକା ନିର୍ବାହ କରୁଛନ୍ତି। ପୁନଶ୍ଚ ରୋସ୍ତିଓ କାର୍ସ ସାହେବ ନାମକ ଜଣେ ମହିଳା ଜଲସାରେ ଯୋଗ ଦେଇଥିଲେ। ସେ ଚିଲିର ନାଗରିକ। ସେ କ୍ୟାଥୋଲିକ ୟୁନିଭର୍ସିଟିରେ ଥିଓଲୋଜି ଓ ଇଣ୍ଟରଫେଥ୍ ଡାଇଲଗର ଅଧ୍ୟାପିକା। ମହୋଦୟା ବିଭିନ୍ନ ଆନ୍ତର୍ଜାତିକ ସମ୍ମିଳନୀ ଓ ସମାରୋହରେ ସାମିଲ ହୋଇଛନ୍ତି। ଚଳିତ ବର୍ଷ ଜଲସା ସାଲାନାରେ ସେ ଯୋଗଦେଇ କହିଲେ, ଜଲସା ଭଳି ସମ୍ମିଳନୀରେ ଏତେ ସୁଗମତା ଓ ଉତ୍କୃଷ୍ଟତାର ସହିତ ପ୍ରତ୍ୟେକ କ୍ଷେତ୍ରରେ ବ୍ୟବସ୍ଥା କରିବା ଏକ ଅନନ୍ୟ ଦୃଶ୍ୟ। ପ୍ରଥମ ଦିନରେ ତାଙ୍କର ଏହି ଉଦ୍ୟମ ରହିଥିଲା ଯେ ଯଥାସମ୍ଭବ ସ୍ୱଳ୍ପ ଆହାର କରାଯାଉ ଓ ସ୍ୱଳ୍ପ ପାନୀୟ ପଦାର୍ଥ ଗ୍ରହଣ କରାଯାଉ, ଯାହାଫଳରେ କମ୍ ଖାଇବା ପିଇବା ଯୋଗୁଁ ୱାଶରୁମ୍ ଯିବାର ଆବଶ୍ୟକତା ପଡ଼ିବ ନାହିଁ ଓ ସେ ଜଲସାର ସମସ୍ତ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ରୂପେ ଦେଖି ଶୁଣିପାରିବେ। ଦ୍ୱିତୀୟତଃ ସେ ମନେ କରୁଥିଲେ ଯେ ୱାଶରୁମ୍ ଗୁଡ଼ିକ ଅସନା ଓ ଅପରିଷ୍କାର ହୋଇଥିବ, ବ୍ୟବହାର ଯୋଗ୍ୟ ହୋଇନଥିବ, ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ସେ ଯାହା ହେଉ ମହୋଦୟ ଯେତେବେଳେ ଶୌଚାଳୟ ଯିବାର ଆବଶ୍ୟକତା ପଡ଼ିଲା ତାଙ୍କୁ, ସେତେବେଳେ ସେ ଶୌଚାଳୟର ସ୍ୱଚ୍ଛତାକୁ ଦେଖି ହତବାକ୍ ହୋଇଗଲେ। ଆଉ ଯେଉଁ ପ୍ରତିନିଧିଙ୍କ ସହିତ ସେ ଥିଲେ ତାଙ୍କୁ କହିଲେ, ଆପଣମାନଙ୍କର ସ୍ୱଚ୍ଛତାର ସ୍ତର ବେଶ୍ ଉର୍ଦ୍ଧ୍ୱରେ। ଶୌଚାଳୟ ଗୁଡ଼ିକ ତ ଅତି ପରିଷ୍କାର ଓ ଚକଚକ୍ କରୁଛି। ଏମିତି ପ୍ରତୀତ ହେଉଛି ଯେପରି କେହି ଏହାକୁ ବ୍ୟବହାର ହିଁ କରିନାହାନ୍ତି। କେତେକ ଲୋକ ଅଭିଯୋଗ ମଧ୍ୟ କରିଥାନ୍ତି ଯେ ସ୍ନାନାଗାର ଅପରିଷ୍କାର ଥିଲା,
किंतु आम अहमदी लोक मैंने होउछंती अभियोगकारी। मु अहमदी मानू तो अनेक थर कही सारी जे से माने स्वयं साहाय्य कर दियंतु। अहमदी माने जेतेबेले शौचालय और स्नानागार व्यवहार करुछंती करी सारिबा परे वे शौचालय और स्नानागार व्यवहार कर सारिबा परे ताहाकू स्वयं सफा करी आसंतु, अर्थात सठिक रूपे पानी बुहाई परिष्कार करी आसंतु, जहा फल रे ड्यूटी रे मुतयन थिबा स्वेच्छासेवी को अधिक परिश्रम करने को पड़िबो नहीं। से आहुरी कहिले जे आपणक जलसार प्रभाव रे आम मानक मध्यरे एक आत्मा संसार हो जाइछि। जलसा पूर्वरु आमे माने परस्पर को जानि नथिलु, किंतु जलसा माध्यम रे वर्तमान एपरी अनुभव हेउछि जेपरी आमे समस्ते गोटिए परिवार। बेनिन रु चाबी आदम तारो साहेब नामक जड़े महिला आसीथिले। आपण मिनिस्टर ऑफ सोशल अफेयर्स रो सदस्य, वर्तमान नेशनल असेंबली रो प्रेसिडेंट, पॉलिटिकल टेक्नोलॉजी एडवाइजर भाव में दायित्व निर्वाह करुछंती। महोदया कहिले यह मोर प्रथम अभिज्ञता। मु जलसा सालाना रे प्रथम थर सामिल होईछि। एही आध्यात्मिक सम्मिलन रे सामिल होई मु आपणकर अशेष कृतज्ञता ज्ञापन करुछि। जमात अहमदिया अति उत्तम और श्रृंखलित जमात। एही जलसा एकता और समन्वयर प्रतीक। एठारे नाना भाषाभाषी, संस्कृति और विभिन्न वर्ग और धर्मर लोक एकत्रित होइछंती। अल्लाह ताला और पवित्र कुरान रो ही शिक्षा सहित संश्लिष्ट होइछंती। मु लोकमानंकर कृतज्ञता ज्ञापन करने को चाहे। जातीय आसेम्बली रो राष्ट्रपति और जनसाधारणक पक्षरु मध्य कृतज्ञता ज्ञापन करुछि, जे माने अति उत्साहर सहित समस्त व्यवस्था तुलाई थिले, निर्वाह करथिले। आर्जेंटीनार गास्तन ओकाम्पो नामक जड़े अतिथि जलसारे जोग देइथिले। वर्तमान पोर्तुगाल रे से बास करंती। से IPDAL नामक एक प्रसिद्ध जनाशुना थिंक टैंक रही। सेथिरे से सेक्रेटरी जनरल भाव में दायित्व तुलाउछंती। आपणकर धर्ममत कैथोलिक, किंतु इस्लाम प्रति तांकर रुचि रही। महोदय कहिले जलसा समय रे मते आपणक जमातर अनेक विशेषता देखिबाकू और जानिबाकू सुजोग मिलला। ख्रीष्ट धर्मर लोक माने निज शिक्षा उपरे कार्यानुसरण करुनाहांती। आम मानकर कैथोलिक अनुष्ठान तथा उत्सव और समारोह रे अधिक लोकसंख्यक वयस्क व्यक्ति माने रही थांती। युवपीढ़ी धर्म प्रति अर्थात कैथोलिक धर्म प्रति आग्रह रखुनाहांती, रुचि रखुनाहांती। संसार रे से माने निमज्जित रहिछंती, किंतु एठारे परिस्थिति भिन्न। आपणकर शिशु, युवक, युवती समस्ते धर्म प्रति बेस रुचि और आग्रह रखुछंती। आपणक जमातर लोक माने उपस्थित खलीफांक प्रति जेभली सम्मान और स्पृहा रखुछंती ताहा अविस्मरणीय, अनन्य। सेहीपरि इटाली देशर जॉर्जिया क्यूले नामक जड़े महिला जलसारे सामिल होइथिले। महोदया यूरोपियन संसदर इटाली देशर सरकारी प्रेस एजेंसी डायरेक्टर। से कहती मु भाविली एही जलसाटी एक धार्मिक सम्मिलन हेउथिबो, किंतु मु भूल थिली। जलसा सालाना एक प्रकार आवेगित अनुभूति। यह मोर आत्मा उपरे गभीर प्रभाव पकाइछि। एपरी प्रतीत हेउछि जेपरी मु एमिति एक संसार रे प्रवेश करि जाइछि जेउठी विश्वास, भातृभाव, सहानुभूति, आध्यात्मिक अनुभूति लोकमानंक सहित जड़ित। पृथ्वीर विभिन्न कोण अनुकोणरू शत सहस्र लोक माने आसी एठारे एकत्रित होइछंती। एही दृश्य अत्यंत रमणीय। कर्मी माने जमात अहमदियार प्रकृत शांतिर संदेश बाहक
ସେବା ନିଃସ୍ୱାର୍ଥପର ପ୍ରେମ ଆଚରଣ କରିବାର ପ୍ରତିଛବି ଗୋଟିଏ କଥା ସବୁଦିନ ପାଇଁ ମୋ ମନରେ ଅଙ୍କିତ ହୋଇଯାଇଛି ଏବଂ ତାହା ହେଉଛି ଦୁଆ। ଦୁଆ ହେଉଛି ଏପରି ଏକ ମୁହୂର୍ତ୍ତ ଯହିଁରେ ମୋତେ ସାମିଲ ହେବା ନିମନ୍ତେ ସୁଯୋଗ ପ୍ରାପ୍ତ ହେଲା। ଏହି ଦୁଆ ନୀରବତା ଓ ଅର୍ଥପୂର୍ଣ୍ଣରେ ପରିପୂର୍ଣ୍ଣ ରହିଥିଲା। ତାହାକୁ ଦେଖି ମୁଁ ନିଜର ଆତ୍ମସମୀକ୍ଷା କଲି। ତେବେ ଆମର ନୀରବ ପ୍ରାର୍ଥନା ମଧ୍ୟ ଅନ୍ୟମାନଙ୍କ ଉପରେ ଏଭଳି ପ୍ରଭାବ ପକାଇଥାଏ। କେପ୍ ୱାର୍ଡ ଆଇଲ୍ୟାଣ୍ଡର ରାଜଧାନୀ ପାରାୟାର ଭାଇସ୍ ମେୟର ଜୋଗ୍ରେ ତାରାଭେସ୍ ପିଣ୍ଟୋ ନାମକ ଜଣେ ମହିଳା ଜଲସାରେ ଯୋଗ ଦେଇଥିଲେ। ମହୋଦୟା ଜଲସା ସାଲାନକୁ ଆସି ଜଲସାର ଦୃଶ୍ୟ ଦେଖି ନିଜର ମନ୍ତବ୍ୟ ଦେଲେ ଯେ ମୁଁ ଜଲସା ସଂକ୍ରାନ୍ତରେ ନିଜର ଭାବାବେଗକୁ ବ୍ୟକ୍ତ କରିପାରିବି ନାହିଁ। ସେଥିପାଇଁ ମୋତେ ଶବ୍ଦ ମିଳୁନାହିଁ। ମୋର ବୟସ 65 ବର୍ଷ। ମୁଁ ବିଶ୍ୱର ବଡ଼ ବଡ଼ ସମ୍ମିଳନୀ ଆଟେଣ୍ଡ କରିଛି, କିନ୍ତୁ ଜଲସା ପରି ବିରାଟ ସୁବ୍ୟବସ୍ଥା ଓ ଶୃଙ୍ଖଳିତ ବ୍ୟବସ୍ଥା କେଉଁଠାରେ ହେଲେ ଦେଖିନାହିଁ। ଏହି ଜଲସାରେ 40,000ରୁ ଉର୍ଦ୍ଧ୍ୱ ଲୋକ ସାମିଲ ଥିଲେ। ପ୍ରତ୍ୟେକ ବ୍ୟକ୍ତି ପରସ୍ପର ପ୍ରତି ପ୍ରେମ, ଅନୁରାଗ ଓ ଆନ୍ତରିକତାର ସହିତ ସାକ୍ଷାତ କରୁଥିଲା। ସମସ୍ତ ଲୋକମାନେ ଗୋଟିଏ ପରିବାର ପରି ମନେ ହେଉଥିଲେ। ବର୍ତ୍ତମାନ ସଂସାରରେ ଶାନ୍ତି ନିମନ୍ତେ ଈଶ୍ୱରଙ୍କ ଆବଶ୍ୟକତା ରହିଛି। ମୋର ଏହି ଇଚ୍ଛା ରହିଛି ଯେ ଜମାତ ଅହମଦିୟାର ଯେଉଁ ବାର୍ତ୍ତା ତାହା ଆମ ଦେଶରେ ମଧ୍ୟ ପ୍ରସାରିତ ହେଉ। ଆମମାନଙ୍କ ନେତାମାନଙ୍କ ପର୍ଯ୍ୟନ୍ତ ଏହି ସନ୍ଦେଶ ପହଞ୍ଚୁ। ଆମ ଦେଶରେ ମଧ୍ୟ ଜମାତ ଅହମଦିୟାର ମିଶନ ହାଉସ ଖୋଲୁ। ମୁଁ ଇମାମ ଜମାତଙ୍କ ଭାଷଣ ଶୁଣିଛି। ଇମାମ ଜମାତ ଓ ତାଙ୍କର ଭାଷଣ ମୋ ହୃଦୟକୁ ସ୍ପର୍ଶ କରିଛି। ଏହି ସନ୍ଦେଶ ବିଶ୍ୱର ସମସ୍ତ ନେତାମାନଙ୍କୁ ମଧ୍ୟ ଶୁଣିବା ଉଚିତ, କାରଣ ସେହି ନେତାମାନଙ୍କୁ ମଧ୍ୟ ନିଜ ନିଜର ଦାୟିତ୍ୱବୋଧ ହେବ। ବେଲିଜ୍ର ଏଥିନ୍ ମ୍ୟାରିୟାନୋ ସାହେବ ନାମକ ଜଣେ ନବଦୀକ୍ଷିତ ବ୍ୟକ୍ତି ଜଲସାରେ ସାମିଲ ହୋଇଥିଲେ। ସେ ଉପସ୍ଥିତ ଖଲିଫାଙ୍କୁ ଭେଟି ନିଜର ବିଶ୍ୱାସ ସୁଦୃଢ଼ ହେବା ଓ ଅଭିବୃଦ୍ଧି ହେବାର ପରିପ୍ରକାଶ କରିଥିଲେ। ସେ କହିଲେ, ମୁଁ ଉପସ୍ଥିତ ଖଲିଫାଙ୍କ ପ୍ରତି ବିଶ୍ୱସ୍ତ ହୋଇ ରହିବି। ଖଲିଫାଙ୍କୁ ମୁଁ ବହୁତ ଭଲ ପାଏ। ପାଶ୍ଚାତ୍ୟ ସଭ୍ୟତା ଆମମାନଙ୍କୁ ଏହି ଶିକ୍ଷା ଦିଏ ଯେ ଯଦି କୌଣସି ବ୍ୟକ୍ତି ଆପଣଙ୍କ ପାଇଁ କିଛି କରେ ତେବେ ତାକୁ କୁହ, ଆଜ୍ଞା ସେତିକି ଥାଉ। କିନ୍ତୁ ଏଠାରେ ପ୍ରତ୍ୟେକ ବ୍ୟକ୍ତି ଏହି ଉଦ୍ୟମ କରୁଛି ଯେ ସେ ଅଧିକରୁ ଅଧିକ ସେବା କରିଉ, କାରଣ ତାହାକୁ କଲ୍ୟାଣ ପ୍ରାପ୍ତ ହେବ, ଅଲ୍ଲାହଙ୍କ ଆଶୀଷ ଲାଭ ହେବ। ପ୍ରତ୍ୟେକ ବ୍ୟକ୍ତି ନିଜର ସାମର୍ଥ୍ୟଠାରୁ ବଳି କାର୍ଯ୍ୟ ସମ୍ପାଦନ କରୁଥିଲା। ଏହା ଦେଖି ମୁଁ ବେଶ ଖୁସି ହେଲି, କାରଣ ପ୍ରତ୍ୟେକ ବ୍ୟକ୍ତି ବର୍ଣ୍ଣ ଓ ବୟସକୁ ଖାତିର କରୁନଥିଲା। ସମସ୍ତେ ପରସ୍ପର ପ୍ରତି ପ୍ରେମ ଓ ଅନୁରାଗ ପ୍ରଦର୍ଶନ କରିବାରେ ନିମଜ୍ଜିତ ଥିଲେ। ମହୋଦୟ କହିଲେ, ଲୋକମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ଏକଥା ସ୍ପଷ୍ଟ ହେଲା ଯେ ଏଠାରେ ଲୋକମାନେ ମାନବ ସେବାକୁ ନିଜର ବୃତ୍ତି ଅପେକ୍ଷା ଅଧିକ ପ୍ରାଧାନ୍ୟ ଦିଅନ୍ତି। ଏହି ସ୍ୱେଚ୍ଛାସେବୀ କର୍ମୀମାନେ ନିଜର ଚାକିରି ଛାଡ଼ି ଜଲସାର କଲ୍ୟାଣ ପ୍ରାପ୍ତ କରିବା ସକାଶେ ତାହାକୁ ପ୍ରାଧାନ୍ୟ ଦେଉଛନ୍ତି। ଜଲସା ପରେ ମୋ ଜୀବନରେ ଯେଉଁ ପରିବର୍ତ୍ତନ ଆସିଛି ତାହା ଅବିଶ୍ୱସନୀୟ। ଖିଲାଫତର ମହତ୍ତ୍ୱ ଓ ଖଲିଫାଙ୍କ କେଉଁ ମର୍ଯ୍ୟାଦା ରହିଛି ତାହା ବିଷୟରେ ଜାଣିବାକୁ ନେଇ ମୁଁ ଉତ୍ସାହିତ। ଖଲିଫାଙ୍କ ନିମନ୍ତେ ଅନାବିଳ ପ୍ରେମ ହେବା ପ୍ରତ୍ୟେକ ବ୍ୟକ୍ତିଠାରେ ଦୃଶ୍ୟମାନ ହେଉଥିଲା। ସେ ଆହୁରି କହିଲେ, ବେଲ୍ଜରେ ତ କିଛି ଲୋକ ଏକତ୍ରିତ ହୋଇଯାଆନ୍ତି, ତେବେ ସେମାନେ ପରସ୍ପର ସହିତ କଳି ଝଗଡ଼ା କରିବାକୁ ଲାଗିଯାଆନ୍ତି। ଆମ ସହରର ଜନସଂଖ୍ୟା 50,000। ଏଠାରେ ଜଲସାରେ ମଧ୍ୟ ସେତିକି ସଂଖ୍ୟକ ଲୋକ ସାମିଲ ରହିଛନ୍ତି। କିନ୍ତୁ ଦେଖିବା ଯୋଗ୍ୟ ଜିନିଷ ଯେ ଏଠାରେ ଶାନ୍ତି ଶୃଙ୍ଖଳା ଓ ବ୍ୟବସ୍ଥା କି ସୁନ୍ଦର ଭାବରେ ଚାଲିଛି। ଛୋଟ ଛୋଟ ପିଲାମାନଙ୍କର ଜଳପାନ କରାଇବା, ଯୁବକମାନଙ୍କର ଯାନବାହନକୁ ପାର୍କିଂ ଠାରେ ଧାଡ଼ି କରି ରଖାଇବା, ଆହାର ବଣ୍ଟନ କରିବା, ସ୍ୱଚ୍ଛତା ରକ୍ଷା କରିବା,
କାର୍ଯ୍ୟକୁ ଅତ୍ୟନ୍ତ ପରିଶ୍ରମର ସହକାରେ ସମ୍ପାଦନ କରିବା, ଏସବୁ ଦୃଶ୍ୟକୁ ଦେଖି ମୁଁ ବେଶ ପ୍ରଭାବିତ ହୋଇଛି। ସର୍ବୋଚ୍ଚ ବୃତ୍ତିଧାରୀ ବ୍ୟକ୍ତିମାନେ ମଧ୍ୟ ବିନା କୌଣସି ସ୍ୱାର୍ଥ ଓ ଚାହିଦା ରଖି, ଉଦ୍ଦେଶ୍ୟ ରଖି ନିଜ ସେବାରେ ବ୍ୟସ୍ତ ରହିଛନ୍ତି। ସେମାନେ କେବଳ ଏଥିପାଇଁ ସେବା କରିବାକୁ ଚାହାନ୍ତି ଯେ ସେମାନଙ୍କୁ ଅଲ୍ଲାହ ତାଆଲାଙ୍କର ପ୍ରସନ୍ନତା ଲାଭ ହେଉ। ଯୁବକମାନଙ୍କ ସହିତ କଥାବାର୍ତ୍ତା କରି ଏକଥା ସାମ୍ନାକୁ ଆସିଲା ଯେ ସମସ୍ତ ଯୁବକମାନେ ଶିକ୍ଷା ଉପରେ ଅଧିକ ଗୁରୁତ୍ୱାରୋପ କରୁଛନ୍ତି। ଚେକ୍ ରିପବ୍ଲିକର ପ୍ରଫେସର ପିଟର ପେଲିକାନ ନାମକ ଜଣେ ଅଧ୍ୟାପକ ଜଲସାରେ ସାମିଲ ହୋଇଥିଲେ। ସେ ଚେକ୍ ଗଣରାଷ୍ଟ୍ରର ଇସଲାମୀୟ ଓ ଫିକାର ବିଶେଷଜ୍ଞ। ସେ ସରକାରୀ ସ୍ତରରେ ବିଭିନ୍ନ ପଦପଦବୀରେ ଅଧିଷ୍ଠିତ। ବିଭିନ୍ନ ରଚନା, ପତ୍ରପତ୍ରିକା ଓ ସମ୍ବାଦପତ୍ରରେ ତାଙ୍କର ଲେଖା ପ୍ରକାଶ ପାଏ। ମୌଳିକ ରୂପେ କହିବାକୁ ଗଲେ ସେ ଜଣେ ସୁନ୍ନି ମୁସଲମାନ। ସେ କୁହନ୍ତି, ମୁଁ ଦ୍ୱିତୀୟ ଥର ପାଇଁ ଜଲସାରେ ଯୋଗ ଦେଇଛି। ପ୍ରଥମେ ମୁଁ ଜର୍ମାନୀ ଜଲସାରେ ସାମିଲ ହୋଇଥିଲି ଏବଂ ଏଠାରେ ମଧ୍ୟ ସେହି ସମାନ ଦୃଶ୍ୟ ଦେଖିବାକୁ ପାଇଲି ଯାହାକି ପୂର୍ବେ ଦେଖିଥିଲି, ଅର୍ଥାତ୍ ଜର୍ମାନୀରେ। କିନ୍ତୁ ଏଠାରେ ଅତିରିକ୍ତ ଜିନିଷ ଏହା ରହିଛି ଯେ ଉପସ୍ଥିତ ଖଲିଫାଙ୍କର ମହଜୁଦ ହେବା। ହୁଜୁରଙ୍କର ଉପସ୍ଥିତି ମୋତେ ଗଭୀର ଭାବରେ ପ୍ରଭାବିତ କରିଛି। ମୁଁ ବିଶ୍ୱରେ ଅନେକ ସମ୍ମିଳନୀ ଓ ପ୍ରଦର୍ଶନୀ ଦେଖିଛି, କିନ୍ତୁ ଏପରି ସ୍ତରର ଏକତା, ପ୍ରେମ, ଶାନ୍ତିପୂର୍ଣ୍ଣ ପରିବେଶ ଅନ୍ୟ କୌଣସି ସ୍ଥଳେ ଦେଖିନାହିଁ। ପ୍ରତ୍ୟେକ ସ୍ୱେଚ୍ଛାସେବୀ ମୁଖରେ ସ୍ମିତହାସ୍ୟ ଓ ସେବା ମନୋବୃତ୍ତି ସ୍ପଷ୍ଟ ବାରି ହୋଇଯାଉଛି। ଏହା ଜମାତ ଅହମଦିୟାର ସର୍ବୋଚ୍ଚ ସ୍ତରର ସଂସ୍କାର। ଉପସ୍ଥିତ ଖଲିଫାଙ୍କର ଉଦ୍ବୋଧନ ମୋତେ ଅତି ପ୍ରଭାବିତ କରିଛି। ଯଦିଓ ମୁଁ ଜଣେ ସୁନ୍ନି ମୁସଲମାନ, କିନ୍ତୁ ମୁଁ କେବେ ବି ଅହମଦୀ ଭାଇମାନଙ୍କୁ ଇସଲାମୀୟ ପରିଧି ମଧ୍ୟରୁ ବହିର୍ଭୂତ ଥିବାର ଦେଖୁନାହିଁ, ମନେ କରୁନାହିଁ। ଏଠାରେ ମୋତେ ବିଭିନ୍ନ ଭାଷାରେ ଅହମଦୀ ବିଦ୍ୱାନ ଓ ଅହମଦୀ ଭାଇମାନଙ୍କ ସହିତ କଥୋପକଥନ ହେବାର ସୁଯୋଗ ଲାଭ ହେଲା। ଏହି ବିଦ୍ୱାନ ଅହମଦୀ ଭାଇମାନେ ଅତ୍ୟନ୍ତ ନିଷ୍ଠାପରତାର ସହିତ ମୋତେ ଜମାତର ବିଶ୍ୱାସ ଓ ଧର୍ମମତ ଓ ଦୃଷ୍ଟିକୋଣ ସହିତ ପରିଚିତ କଲେ। ଏହା କେବଳ ମୋର ଜଣେ ମୁସଲମାନ ହେବା ଯୋଗୁଁ ନୁହେଁ, ବରଂ ଚେକ୍ ରିପବ୍ଲିକରେ ଅଧ୍ୟାପକ ହେବା ଦୃଷ୍ଟିରୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ଆହୁରି କହିଲେ, ମୋତେ ସ୍ୱେଚ୍ଛାସେବୀ କର୍ମୀମାନଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିବାର ସୁଯୋଗ ଲାଭ ହେଲା। ସେହି ସ୍ୱେଚ୍ଛାସେବୀ କର୍ମୀମାନଙ୍କ ମଧ୍ୟରେ ବୟସ୍କ ବ୍ୟକ୍ତି ମଧ୍ୟ ସାମିଲ ଥିଲେ, ଯୁବକମାନେ ମଧ୍ୟ ରହିଥିଲେ। ସେହି ସମସ୍ତ ସ୍ୱେଚ୍ଛାସେବୀ କର୍ମୀମାନଙ୍କୁ ମୁଁ ପଚାରିଲି ଯେ ଆପଣମାନେ ଏଠାରେ କାହିଁକି ସେବା କରୁଛନ୍ତି? ପ୍ରତି ଉତ୍ତରରେ ପ୍ରତ୍ୟେକ କର୍ମୀ ଏହା କହିଲେ ଯେ ଆମେମାନେ ଏହି ସେବା କେବଳ ଅଲ୍ଲାହଙ୍କ ପ୍ରସନ୍ନତା ଲାଭ କରିବା, ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମଙ୍କ ଅତିଥି ସତ୍କାର କରିବା ସକାଶେ ଓ ନିଜର ଆଧ୍ୟାତ୍ମିକ ଉନ୍ନତି କରିବା ତଥା ଚରିତ୍ରର ସୁଧାର କରିବା ନିମନ୍ତେ ସମ୍ପାଦନ କରୁଅଛୁ। ଜଣେ ସେବକ କହିଲେ ସେ ଦୀର୍ଘ 15 ବର୍ଷ ଧରି ଏହି ବିଭାଗରେ ସେବା କରି ଆସୁଛନ୍ତି। ଅର୍ଥାତ୍ ଯେତେବେଳେ ସେ ଛୋଟ ପିଲା ଥିଲେ ସେବେଠାରୁ ଜଲସା ସାଲାନାରେ ଯୋଗଦେଇ ସେବା କରି ଆସୁଛନ୍ତି। ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମଙ୍କ ଅତିଥିମାନଙ୍କର ସେବା କରିବାକୁ ନିଜକୁ ଉତ୍ସର୍ଗ କରି ଆସୁଛନ୍ତି। ଏହି ସମସ୍ତ ସେବା ସେ ବିନା କୌଣସି ସାଂସାରିକ ପାରିଶ୍ରମିକ ହାସଲ କରିବା ବ୍ୟତୀତ ସମ୍ପାଦନ କରି ଆସୁଛନ୍ତି। ମହୋଦୟ ଅତିଥି କୁହନ୍ତି, ମୋ ନିକଟରେ ଏହା ହିଁ ସେହି ସର୍ବୋଚ୍ଚ ଆଧ୍ୟାତ୍ମିକ ସଂସ୍କାର। ଯେଉଁ ଆଧ୍ୟାତ୍ମିକ ସଂସ୍କାର ଖିଲାଫତ ସେହି କର୍ମୀମାନଙ୍କ ମଧ୍ୟରେ ସଞ୍ଚାର କରିଦେଇଛନ୍ତି। ଏହା ହିଁ ସେହି କାରଣ ଯାହାଫଳରେ କର୍ମୀମାନଙ୍କୁ ନିଷ୍ଠା, ବଳିଦାନ ଓ ପ୍ରେମର ଉତ୍ସାହ ଦ୍ୱାରା ପରିପୂର୍ଣ୍ଣ ହୋଇ ନିଜ ଜମାତର ସେବା କରିବାକୁ ଉତ୍ସାହିତ କରିଥାଏ। ମୋ ମନରେ ସେହି ନୈଷ୍ଠିକ ସ୍ୱେଚ୍ଛାସେବୀମାନଙ୍କ ସକାଶେ ଅସୀମ ସମ୍ମାନ ଓ ଶ୍ରଦ୍ଧା ରହିଛି। ସେ ଆହୁରି କହିଲେ, ଜଣେ ପ୍ରଫେସର ହିସାବରେ ଏହି ପ୍ରସଙ୍ଗଟି ମୋ ନିମନ୍ତେ ଅତ୍ୟନ୍ତ ରୁଚିକର, କାରଣ ଜମାତ ଅହମଦିୟା ଶିକ୍ଷା ଓ ଅଧ୍ୟାପନାକୁ ବିଭିନ୍ନ ବେଶ ଗୁରୁତ୍ୱ ଦେଉଛି।
ମୁଁ ଅନେକ ସମୟ ପର୍ଯ୍ୟନ୍ତ ବୁକ୍ ଷ୍ଟଲ୍ରେ ସମୟ ଅତିବାହିତ କଲି, ବିଭିନ୍ନ ପୁସ୍ତକର ଅଧ୍ୟୟନ କଲି। ମୁଁ ଏମାନଙ୍କର ଅର୍ଥାତ୍ ଅହମଦୀମାନଙ୍କର ଜ୍ଞାନର ସ୍ତର, ବିଷୟବସ୍ତୁ ଓ ଶୈଳୀକୁ ଅତ୍ୟନ୍ତ ଗଭୀରତାର ସହିତ ଅନୁଧ୍ୟାନ କଲି। ଆଉ ମୁଁ ତାଙ୍କର ବେଶ୍ ପ୍ରଶଂସା କରୁଛି ଯେ ସେମାନେ ଏହି ସ୍ତରରେ ବେଶ୍ ଆଗରେ, ଅର୍ଥାତ୍ ଶିକ୍ଷା ଆହରଣ କରିବା ଓ ଜ୍ଞାନ ବୃଦ୍ଧି କରିବା କ୍ଷେତ୍ରରେ। ଫ୍ରାନ୍ସର ଗୟାନାରୁ ଅମିନା ମାଲା ସିଂ ନାମକ ଜଣେ ମହିଳା, ନବଦୀକ୍ଷିତା ମହିଳା ଜଲସାରେ ଯୋଗ ଦେଇଥିଲେ। ସେ କହିଲେ, ଜଲସା ସମୟରେ ଯେଉଁ କଥା ମୋତେ ସବୁଠୁ ବେଶ୍ ହୃଦୟସ୍ପର୍ଶୀ ହେଲା ତାହା ଲୋକମାନଙ୍କ ଚରିତ୍ର, ବ୍ୟବହାର ଓ ଅତିଥି ସତ୍କାର। ଯଦି ଆପଣ ଥକି ଯାଇଥିବେ ଓ ବସିବା ନିମନ୍ତେ ଜାଗା ଖୋଜୁଥିବେ, ତେବେ ସେହି ଲୋକମାନେ ଯେଉଁମାନେ ପୂର୍ବରୁ ସେଠାରେ ବସିଥିଲେ ସେମାନେ ତୁରନ୍ତ ଛିଡ଼ା ହୋଇ ନିଜ ସ୍ଥାନରେ ଅତିଥିମାନଙ୍କୁ ସ୍ଥାନ ଦେଉଥିଲେ ବସିବା ପାଇଁ। ଏହା ଏକ ବିଚିତ୍ର ପ୍ରକାର ଶାନ୍ତି ଓ ସ୍ୱାଧୀନତାପୂର୍ଣ୍ଣ ଅନୁଭୂତି। ଏହା ହେଉଛି ସେହି ଆଧ୍ୟାତ୍ମିକ ବାତାବରଣ ଯାହାର ବର୍ଣ୍ଣନା କରିବା ଆମ ପରିସର ବହିର୍ଭୂତ। ମୋ ପାଇଁ ସବୁଠୁ ପ୍ରଭାବଶାଳୀ ମୁହୂର୍ତ୍ତ ଏହା ଥିଲା ଯେତେବେଳେ ମୁଁ ଉପସ୍ଥିତ ଖଲିଫାଙ୍କୁ ଦେଖିଲି, ତାଙ୍କୁ ସାକ୍ଷାତ କଲି। ମୋ ଚକ୍ଷୁରୁ ସହସା ଲୁହ ଝରି ପଡ଼ିଲା। ପ୍ରାରମ୍ଭରେ ହିଁ ଖଲିଫାଙ୍କ ସହିତ ଯେଉଁ ସମ୍ପର୍କ ଗଢ଼ି ଉଠିଥିଲା ତାହା ପରିପ୍ରକାଶ କରି ହେବ ନାହିଁ। ଏହି ସମସ୍ତ କଥା ଆଲ୍ଲାହ ତାଆଲାଙ୍କ ତରଫରୁ ହିଁ ସ୍ପଷ୍ଟ ହେଉଛି। ଏହି ଭାବାବେଗ କୌଣସି ମନୁଷ୍ୟ ସୃଷ୍ଟି କରିପାରିବ ନାହିଁ। ସେହିପରି ବୁଲଗେରିଆରୁ ଇଭଲିନା ସାହେବା ନାମକ ଜଣେ ନବଦୀକ୍ଷିତା ଅହମଦୀ ଜଲସାରେ ସାମିଲ ହୋଇଥିଲେ। ସେ କହିଲେ, ମୁଁ ନିଜ ଘରେ ଏକୁଟିଆ ଅହମଦୀ। ମୁଁ ଅହମଦିୟାକୁ ଅତ୍ୟନ୍ତ ଗଭୀରତାର ସହିତ ଅଧ୍ୟୟନ କରିଛି। 3 ବର୍ଷର ଗବେଷଣା କରିବା ପରେ ମୁଁ ଅହମଦିୟତକୁ ସ୍ୱୀକାର କରିଛି। ୟୁକେ ଜଲସା ସାଲାନା ହେଉଛି ମୋର ପ୍ରଥମ ଜଲସା। ଏହି ଜଲସା ଅତ୍ୟନ୍ତ ଆଧ୍ୟାତ୍ମିକ ପୂର୍ଣ୍ଣ ଜଲସା। ଯଦିଓ ମୁଁ ଦୀର୍ଘ କାଳ ଧରି ଏହି ଅବସରକୁ ଅପେକ୍ଷା କରି ବସିଥିଲି ଯେ ୟୁକେର ଜଲସା ସାଲାନା ଆସୁ ଏବଂ ମୁଁ ସେଥିରେ ସାମିଲ ହେବି। ଏହି ଜଲସାଟି ଏଠାକାର ସବୁଠୁ ବିରାଟ ବଡ଼ ଜଲସା, କାରଣ ଖଲିଫତୁଲ ମସିହ ଏହି ଜଲସାରେ ସ୍ୱୟଂ ସାମିଲ ହୋଇଥାନ୍ତି, ଉଦ୍ବୋଧନ ଦେଇଥାନ୍ତି। ଏହି କଲ୍ୟାଣମୟ ଦିନରେ ମୁଁ ଏକ ଅନନ୍ୟ ଆଧ୍ୟାତ୍ମିକ ଉଦାହରଣ ସୃଷ୍ଟି କରୁଥିବା ପରିବେଶକୁ ଅନୁଭବ କଲି। ଏହାର ଅଂଶ ହେବାର ମୋତେ ସୌଭାଗ୍ୟ ପ୍ରାପ୍ତ ହେଲା। ଈଶ୍ୱରଙ୍କ ପ୍ରାଣୋତ୍ସର୍ଗୀମାନଙ୍କ ମଧ୍ୟରେ ରହି ମୋର ନିଜର ସମ୍ପର୍କ ମଧ୍ୟ ଈଶ୍ୱରଙ୍କ ସହିତ ଦୃଢ଼ୀଭୂତ ହେଲା। ଭାଇଚାରା ସର୍ବୋଚ୍ଚ ଉତ୍ତମ ଚରିତ୍ରବର୍ତ୍ତା ଓ ଆଧ୍ୟାତ୍ମିକ ସ୍ତରର ସବୁଠି ପରିଲକ୍ଷିତ ହେଉଥିଲା। ଏହା ମୋ ହୃଦୟରେ ଗଭୀର ପ୍ରଭାବ ପକାଇଛି। ମୁଁ ଅତଳ ଗହରରୁ ସେହି ସମସ୍ତ କର୍ମୀମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ଯେଉଁମାନେ ଏହି ଭବ୍ୟ ଜଲସାର ଆୟୋଜନ ପାଇଁ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି ଓ ଅତିଥିମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି। ସେ ଆହୁରି କହିଲେ, ଉପସ୍ଥିତ ଖଲିଫାଙ୍କ ଉଦ୍ବୋଧନ ସେହି ସମସ୍ତ ଦୋଷ ସନ୍ଦେହକୁ ଦୂର କରିବା ପାଇଁ ଯଥେଷ୍ଟ ଏକ ପ୍ରାଣଭିତ୍ତିକ ଉତ୍ତର ଓ ପ୍ରାଣ ସଞ୍ଚାରକାରୀ ଉଦ୍ବୋଧନ। ଆପଣଙ୍କ ଭାଷଣ ମୋର ମୋ ବୁଦ୍ଧିଜ୍ଞାନକୁ ଆହୁରି ବ୍ୟାପକ କରିଦେଇଛି, ମୋର ଆଧ୍ୟାତ୍ମିକ ଦୃଷ୍ଟିଶକ୍ତିକୁ ପ୍ରଖର କରିଦେଇଛି। ଆଉ ଏକ ଭାଷଣ ଯାହା ମୋ ହୃଦୟରେ ଗଭୀର ଭାବରେ ପ୍ରଭାବ ପକାଇଛି ତାହା ହେଉଛି ପବିତ୍ର କୁରାନ୍ ଉପରେ ଦିଆଯାଇଥିବା ଭାଷଣ। ପବିତ୍ର କୁରାନ୍ ଆଲ୍ଲାହ ତାଆଲାଙ୍କ ପକ୍ଷରୁ ଏକ ଧର୍ମଗ୍ରନ୍ଥ। ଆଲ୍ଲାହ ତାଆଲାଙ୍କ ତରଫରୁ ଏହା ଏକ ପ୍ରମାଣ ସ୍ୱରୂପ। ଏହା ଶୁଣି ସାମ୍ପ୍ରତିକ କାଳର ଯେଉଁ ଆପତ୍ତି ଗୁଡ଼ିକ ରହିଛି ସେହି ଆପତ୍ତି ଗୁଡ଼ିକ ଅଶମିତ ହୋଇଯାଉଛି, ରଦ୍ଦ ହୋଇଯାଉଛି। ମୋତେ କେବଳ ହୃଦୟଜନିତ ଶାନ୍ତି ଓ ସନ୍ତୁଷ୍ଟି ପ୍ରାପ୍ତ ହୋଇନାହିଁ, ବରଂ ନୂତନ ବିଶ୍ୱାସ ସଞ୍ଚାର ହୋଇଯାଇଛି ମୋ ମଧ୍ୟରେ। କାରଣ ଯେତେବେଳେ ବି କୌଣସି ସଭା ସମିତିରେ ପବିତ୍ର କୁରାନ୍ର ସତ୍ୟତା ଉପରେ ଆକ୍ରମଣ କରାଯିବ, ସେତେବେଳେ ମୁଁ ମଧ୍ୟ ବର୍ତ୍ତମାନ ସେହି ଦୋଷଗୁଡ଼ିକୁ
ସେହି ଆପତ୍ତି ଗୁଡ଼ିକୁ ଖଣ୍ଡନ କରିପାରିବି। ଏହା ହେଉଛି ସେହି ଉତ୍ସାହ ଯେଉଁ ଉତ୍ସାହ ସେହି ଲୋକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଯାଇଛି ଯେ କି ନବାଗତ ଅହମଦୀ ବ୍ରାଜିଲରୁ ୟୁଗୋରୋ ଲ୍ୟୁକାସ୍ ନାମକ ଜଣେ ଅତିଥି ଯେ କି ସାମ୍ବାଦିକ ଅଟନ୍ତି, ସେ ଜଲସାରେ ସାମିଲ ହୋଇଥିଲେ। ସେ କହିଲେ ଜଲସାର କାର୍ଯ୍ୟକ୍ରମ ମଧ୍ୟରେ ସମୟାନୁବର୍ତ୍ତିତା ଅତି ପ୍ରଶଂସନୀୟ। ଏହା ବିଶେଷ ସୁଗୁଣ ସମ୍ବନ୍ଧୀୟ କଥା, ଖାଇବା ଠାରୁ ଆରମ୍ଭ କରି ବାଥରୁମ ବ୍ୟବହାର କରିବା ପର୍ଯ୍ୟନ୍ତ, ଗମନାଗମନ ଠାରୁ ଆରମ୍ଭ କରି ଜଲସାଗାହରେ ପ୍ରବେଶ କରିବା ତଥା ପ୍ରସ୍ଥାନ କରିବା ମାର୍ଗ ପର୍ଯ୍ୟନ୍ତ ଅତିଥିମାନଙ୍କୁ ସର୍ବଦା ପ୍ରାଧାନ୍ୟ ଦିଆଯାଉଥିଲା। ଏହି ବାତାବରଣ ମନୁଷ୍ୟକୁ ଏକତାର ଓ ବଳିଦାନର ଶିକ୍ଷା ପ୍ରଦାନ କରୁଥିଲା। ସେ ଆହୁରି କହିଲେ, ମୋତେ ଏକଥା ମଧ୍ୟ ବେଶ ପ୍ରଭାବିତ କରିଛି ଯେ ଖାଦ୍ୟ ଅପଚୟରୁ ବର୍ତ୍ତିବା ନିମନ୍ତେ କିପରି ଉଦ୍ୟମ କରାଯାଉଥିଲା, କିନ୍ତୁ ଖାଦ୍ୟ ପ୍ରଦାନ କରିବାରେ ମୁକ୍ତ ହୃଦୟର ସହିତ ଅତିଥିମାନଙ୍କୁ ଯୋଗାଇ ଦିଆଯାଉଥିଲା। ଇଣ୍ଡୋନେସିଆର ଗୋମାର ଗୁଲତୋମ ନାମକ ଜଣେ ଅତିଥି ଯେ କି ଖ୍ରୀଷ୍ଟିଆନ ପାଦ୍ରୀ, ସେ ଜଲସାରେ ସାମିଲ ହୋଇଥିଲେ। କମ୍ୟୁନିୟନ ଅଫ୍ ଚର୍ଚ୍ଚ ଇଣ୍ଡୋନେସିଆର ସେ ଚେୟାରମ୍ୟାନ। ସେ କୁହନ୍ତି, ମୁଁ ଅହମଦିୟତକୁ ଜାଣିଥିଲି, କିନ୍ତୁ ଜଲସା ମାଧ୍ୟମରେ ମୁଁ ଉତ୍ତମ ରୂପେ ଜମାତ ଅହମଦିୟାକୁ ବୁଝିନେଲି। ଜମାତ ଏକ ଆଧ୍ୟାତ୍ମିକ ଆହ୍ୱାନ ଦେଉଥିବା ଜମାତ। ଏହା କାଦିଆନ ନାମକ ଏକ ଛୋଟ ବସ୍ତିରୁ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହା ଏକ ଆନ୍ତର୍ଜାତିକ ଆଧ୍ୟାତ୍ମିକ ଆହ୍ୱାନ ସାଜିଛି। ମୁଁ ଦେଖୁଛି ଯେ କିପରି ବିଭିନ୍ନ ଦେଶରୁ ଅହମଦୀ ସଦସ୍ୟମାନେ ଆଲ୍ଲାହ ତାଆଲାଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ନିମନ୍ତେ ଉତ୍ସାହର ସହିତ ଏଠାରେ ଉପସ୍ଥିତ ହୋଇଯାଇଛନ୍ତି। ସେ କୁହନ୍ତି, ପ୍ରଭାବଶାଳୀ କଥା ଏହିକି ଯେ ମନୁଷ୍ୟର ଆଲ୍ଲାହ ତାଆଲାଙ୍କ ସହିତ ସମ୍ପର୍କକୁ ଅତି ଘନିଷ୍ଠ ଓ ନିବିଡ଼ କରିବା ଉପରେ ଜୋର ଦିଆଯାଉଛି। ଏହା ଏକ ଏପରି ପ୍ରସଙ୍ଗ ଯାହାକୁ ସଭିଏଁ ସ୍ୱୀକାର କରିବା ପାଇଁ ବାଧ୍ୟ। ସେହିପରି ଆଇସଲ୍ୟାଣ୍ଡରୁ କିଶୋର ନାମକ ଜଣେ ଅତିଥି ଯୋଗ ଦେଇଥିଲେ। ସେ ୟୁନିଭର୍ସାଲ ପିସ୍ ଫେଡେରେସନର ସଭାପତି। ସେ କୁହନ୍ତି, ମତା 16.7ରେ ଉଲ୍ଲେଖ ରହିଛି। ଦୃଷ୍ଟାନ୍ତ ଦେଇ ସେ କୁହନ୍ତି ଯେ ତୁମେମାନେ ସେମାନଙ୍କର ଫଳ ଦ୍ୱାରା ସେମାନଙ୍କୁ ଚିହ୍ନି ପାରିବ। ଏହି ଶବ୍ଦ ମୋ ନିମନ୍ତେ ଜଲସା ସାଲାନା 2025 ସମୟରେ ଅତ୍ୟନ୍ତ ପ୍ରଭାବଶାଳୀ ଓ ପ୍ରମାଣିତ ହୋଇଛି। ହ୍ୟୁମାନିଟି ଫାଷ୍ଟର ଜଣେ କର୍ମଚାରୀ ଆଫ୍ରିକାରେ ମାନବ ସେବା କରୁଥିଲେ। ସେ କହିଲେ, ଏହି ମାନବ ସେବା କେବଳ ଅନ୍ୟମାନଙ୍କ ନିମନ୍ତେ ଲାଭଦାୟକ ନୁହେଁ, ବରଂ ଏହା ଆଲ୍ଲାହ ତାଆଲାଙ୍କ ନିକଟବର୍ତ୍ତୀ ମଧ୍ୟ କରାଇଥାଏ। ଏହା ବିଶ୍ୱାସକୁ ବ୍ୟବହାରିକ ରୂପେ ପ୍ରକାଶ କରିବା ନିମନ୍ତେ ଏକ ବଳିଷ୍ଠ ସ୍ମରଣକାରୀ ପ୍ରସଙ୍ଗ। ଏହିପରି ଭାବରେ ତାଙ୍କର ଅନେକ ମନ୍ତବ୍ୟ ଓ ପ୍ରତିକ୍ରିୟା ରହିଛି। କାଜାକିସ୍ତାନରୁ ସଲେ ସାହେବ ନାମକ ଜଣେ ଅତିଥି ମହିଳା କୁହନ୍ତି, ମୁଁ କାଜାକିସ୍ତାନର ଅଧିବାସୀ। ଜଲସାରେ ସାମିଲ ହେବା ନିମନ୍ତେ ମୋତେ ପ୍ରଥମ ଥର ସୁଯୋଗ ମିଳିଲା। ମୋତେ ସଂସାରର ଅନେକ ଉତ୍ସବ ସମାରୋହରେ ଯୋଗ ଦେବାର ସୁଯୋଗ ମିଳିଛି, କିନ୍ତୁ ଏଠାରେ ଅଂଶଗ୍ରହଣ କରିବା ଏକ ଅନନ୍ୟ ଅନୁଭୂତି। ଏତେ ସଂଖ୍ୟକ ଲୋକମାନେ ବିଭିନ୍ନ ଦେଶରୁ ବିଭିନ୍ନ ପ୍ରାନ୍ତରୁ ଆସି ଏଠାରେ ଯୋଗ ଦେଇଛନ୍ତି। କେବଳ ଶାନ୍ତି ଓ ସୌହାର୍ଦ୍ଦ୍ୟର ବାତାବରଣ ଏଠାରେ ଦେଖିବାକୁ ମିଳୁଅଛି। ଘୃଣା କୌଣସି ସ୍ଥାନରେ ଦେଖିବାକୁ ନାହିଁ। ଘୃଣାକୁ କିପରି ସଂସାରରୁ ଦୂର କରାଯାଇପାରିବ ସେଥିପାଇଁ ଉଦ୍ୟମ କରାଯାଉଛି। ଏଠାରେ ଖଲିଫତୁଲ ମସିହଙ୍କ ଶବ୍ଦ ମହିଳାମାନଙ୍କର ମର୍ଯ୍ୟାଦାକୁ ଉଚ୍ଚ କରିବା ଦିଗରେ ଅତ୍ୟନ୍ତ ଭବ୍ୟ ଥିଲା। ଏହି ଜଲସାର ଆଦର୍ଶ ଯେ ପ୍ରେମ ସଭିଙ୍କ ପାଇଁ, ଘୃଣା କାହାରିକୁ ନୁହେଁ ଏବଂ ଲୋକମାନଙ୍କ ଏକତା ଏହି ଆଡ଼କୁ ଇଙ୍ଗିତ କରୁଥିଲା ଯେ ଆମେମାନେ ଏକ ହୋଇ ରହିବୁ। ମୁଁ ଏହିପରି ଶବ୍ଦ କେବେ ଶୁଣି ନାହିଁ ଏବଂ ଏହି ସମସ୍ତ ଶବ୍ଦ ଆତ୍ମା ଉପରେ ଗଭୀର ପ୍ରଭାବ ପକାଇଛି। ଏହି ମହିଳା ଜଣକ ଅଣହେମଦୀ। ସେ କହିଲେ, ମେରୀ ବାସ୍ ନାମକ ଜଣେ ମହିଳା ଥିଲେ। ମୁଁ ପୂର୍ବେ ତାଙ୍କର ବିରୋଧ କରୁଥିଲି, କିନ୍ତୁ ବର୍ତ୍ତମାନ ମୁଁ ଏହି ସମସ୍ତ ବାତାବରଣ ଓ ପରିବେଶକୁ ଦେଖି ଅନ୍ତତଃ କେବଳ ବିରୋଧ ପରିତ୍ୟାଗ କରିଦେବି ନାହିଁ, ବରଂ ତାଙ୍କର ସମର୍ଥନ ମଧ୍ୟ କରିବି।
ଅଷ୍ଟ୍ରେଲିଆରୁ ମୁସ୍ତାକ ଜହିର ନିହାଜ ନିଜାହା ସାହେବ ନାମକ ଅତିଥି ଜଲସାରେ ଯୋଗ ଦେଇଥିଲେ। ସେ ଅଷ୍ଟ୍ରେଲିଆରେ ଇସଲାମୀୟ ଧର୍ମର ଶିକ୍ଷକ। ସେ କୁହନ୍ତି, ଜଲସା ସାଲାନାରେ ମୁଁ ଚାରିଆଡ଼େ ବିଶ୍ୱାସକାରୀଙ୍କୁ ଦେଖିଲି। ପ୍ରତ୍ୟେକ ବ୍ୟକ୍ତି ବନ୍ଧୁ ପରି ଥିଲେ। ସମସ୍ତଙ୍କର ସମ୍ପର୍କ ବନ୍ଧୁତାପୂର୍ଣ୍ଣ ଥିଲା। ପ୍ରତ୍ୟେକ ବ୍ୟକ୍ତି ହୃଦୟରେ ଇସଲାମ ଧର୍ମର ସେବା କରିବାର ଉତ୍ସାହ ଭରି ରହିଥିଲା। ମୁଁ ଉପସ୍ଥିତ ଖଲିଫାଙ୍କ ଶବ୍ଦରୁ ବେଶ ପ୍ରଭାବିତ ହେଲି। ବର୍ତ୍ତମାନ ମୁଁ ମୁସଲମାନମାନଙ୍କ ମଧ୍ୟରେ ଯେଉଁ ବିଦ୍ୱାନମାନେ ରହିଛନ୍ତି ସେମାନେ କେବଳ ଦାଢ଼ିକୁ ଲମ୍ବା କରିବା ଓ ବିଶେଷ ପ୍ରକାର ବସ୍ତ୍ର ପରିଧାନ କରିବାକୁ ହିଁ ପ୍ରାଧାନ୍ୟ ଦେଉଛନ୍ତି। ଏମାନେ ନାମକୁ ମାତ୍ର ମୁସଲମାନ, କିନ୍ତୁ ଜମାତ ଏହମଦିଆ ହିଁ ଏକମାତ୍ର ଜମାତ ଯିଏ ସତ୍ ହୃଦୟର ସହିତ ଇସଲାମ ଧର୍ମର ସେବା କରିଚାଲିଛି। ଏପରି ପ୍ରତୀତ ହେଉଛି ସମ୍ଭବତଃ ଜମାତ ଏହମଦିଆ ଆଉ 200 ବର୍ଷ ମଧ୍ୟରେ ହିଁ ସମଗ୍ର ବିଶ୍ୱରେ ବିଜୟ ଲାଭ କରିନେବ। ମୁଁ ଜଣେ ସୁନ୍ନି ମୁସଲମାନ, କିନ୍ତୁ ମୁଁ ଏହି ବିଶ୍ୱାସ ରଖୁଛି ଯେ ଜମାତ ଏହମଦିଆର ସଂସ୍ଥାପକ ପ୍ରକୃତରେ ଜଣେ ପବିତ୍ର ବ୍ୟକ୍ତି ଥିଲେ। ବର୍ତ୍ତମାନ ମୁଁ ଏହା ଅନୁଭବ କରି ପାରୁଛି ଯେ ସେ ଜଣେ ଧର୍ମ ସଂସ୍କାରକ। ତେବେ ଏ ଜଣେ ସୁନ୍ନି ମୁସଲମାନ ହୋଇ ଏକଥା ସ୍ୱୀକାର କଲେ। ସେ କହିଲେ, କିନ୍ତୁ ବର୍ତ୍ତମାନ ମୁଁ ଏହା ଭାବୁଛି ଯେ ଅହମଦୀ ଓ ହଜରତ ମସିହ ମଉଦ ଆଲୈହିସ୍ସଲାତୁ ସମ୍ପର୍କରେ ବିଚାର କରିବି। ମୋତେ ହଜରତ ମସିହ ମଉଦ ଆଲୈହିସ୍ସଲାତୁଙ୍କ ଏକ ଅସ୍ତିତ୍ୱ ସମ୍ପର୍କରେ ମନ ଭିତରେ କିଛି ସନ୍ଦେହ ଓ ଦ୍ୱନ୍ଦ୍ୱ ରହିଛି। ସେ ଯାହା ହେଉ, ମୁଁ ବର୍ତ୍ତମାନ ଗବେଷଣା କରିବି। ତେବେ ତାଙ୍କର ଏହା ଧାରଣା, ଏହି ଆଡ଼କୁ ତାଙ୍କର ଧ୍ୟାନ ଜାଗ୍ରତ ହୋଇଛି। ଏପରି ନୁହେଁ ଯେ ସେ ତାଙ୍କ ସ୍ୱଭାବରେ ହଠଧର୍ମିତା ରହିଛି, ବରଂ ସତ୍ୟକୁ ସ୍ୱୀକାର କରିବା, ଗ୍ରହଣ କରିବା ସ୍ୱଭାବ ମନେ ହେଉଛି। ସେଥିପାଇଁ ତ ସେ କହିଲେ ଯେ ମୁଁ ମସିହ ମଉଦ ଆଲୈହିସ୍ସଲାମ ଓ ଜମାତ ଏହମଦିଆ ସମ୍ପର୍କରେ ଅଧିକ ଚିନ୍ତା କରିବି, ଗବେଷଣା କରିବି। ଅନ୍ୟ ମୁସଲମାନମାନଙ୍କ ପରି ନୁହେଁ ଯେ କି ସତ୍ୟକୁ ସ୍ୱୀକାର କରିବା ଓ ତାହାର ପରିପ୍ରକାଶ କରିବାରୁ ବିରତ ରହିବା, କଠୋରତା ପ୍ରଦର୍ଶନ କରିବା, ସେଭଳି ସ୍ୱଭାବର ଇଏ ଲୋକ ନୁହନ୍ତି। ସେ ଯାହା ହେଉ, ଆଲ୍ଲାହ ତାଆଲା ତାଙ୍କୁ ଶକ୍ତି ପ୍ରଦାନ କରନ୍ତୁ ଓ ତାଙ୍କ ହୃଦୟକୁ ଉନ୍ମୁକ୍ତ କରନ୍ତୁ। ଜର୍ଜିଆରୁ ରୋନାଲ୍ଡୋ ସାୱାଜଦେ ସାହେବ କୁହନ୍ତି, ଜଲସାର ପରିବେଶ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଥିଲା। ଉପସ୍ଥିତ ଖଲିଫାଙ୍କ ଉଦ୍ବୋଧନ ଆଧ୍ୟାତ୍ମିକତାରେ ପରିପୂର୍ଣ୍ଣ ରହିଥିଲା। ସେହିପରି ଜୁମ୍ମାର ଯେଉଁ ଖୁତବା ଥିଲା ତାହା ମଧ୍ୟ ବେଶ ପ୍ରଭାବଶାଳୀ ଥିଲା। ଖୁତବାରେ ଖଲିଫା ଅତିଥି ସତ୍କାରର ପ୍ରସଙ୍ଗରେ ଇସଲାମୀୟ ଶିକ୍ଷା ଉପସ୍ଥାପନ କଲେ। ସେହିପରି ଉପସ୍ଥିତ ଖଲିଫାଙ୍କର ମହିଳାମାନଙ୍କ ଉପରେ ଯେଉଁ ଉଦ୍ବୋଧନ ରହିଥିଲା ତାହା ମଧ୍ୟ ବେଶ ପ୍ରଭାବଶାଳୀ ଥିଲା। ମୁଁ ଜଣେ ଜର୍ଜୀୟ ମୁସଲମାନ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ। 2 ବର୍ଷ ପୂର୍ବେ ମୋତେ ଜର୍ଜିଆର ଆଦର୍ଶ ଓ ଭଲ ଶିକ୍ଷକର ପୁରସ୍କାର ଲାଭ ହୋଇଥିଲା। ମୋର କ୍ଷେତ୍ର ମଧ୍ୟ ଶିକ୍ଷାଦାନ କରିବା। ଆପଣଙ୍କ ଜମାତ ମହିଳାମାନଙ୍କୁ ଓ ପୁରୁଷମାନଙ୍କୁ ଶିକ୍ଷାର୍ଜନ କରିବାର ଉତ୍ସାହ ଦେଖି ମୁଁ ବେଶ ଆନନ୍ଦିତ। ମୋତେ ଚଳିତ ବର୍ଷ ଇସଲାମୀୟ ମୌଳିକ ନୀତି ତଥା ସିଦ୍ଧାନ୍ତ ଓ ଦର୍ଶନଶାସ୍ତ୍ରର ଇଂରାଜୀରୁ ଜର୍ଜିଆ ଭାଷାରେ ଅନୁବାଦ କରିବାକୁ ସାମର୍ଥ୍ୟ ଲାଭ ହେଲା। ଅନୁବାଦ କରିବା ସମୟରେ ମୁଁ ବହୁତ ଆନନ୍ଦିତ ହେଲି ଓ ଉପସ୍ଥିତ ଖଲିଫା ତ ରବିବାର ଦିନ ଯେଉଁ ଉଦ୍ଯାପନୀ ଉଦ୍ବୋଧନ ଦେଇଥିଲେ, ଅନ୍ୟ ମୁସଲମାନ ଅହମଦୀମାନଙ୍କୁ ଘୃଣା ଚକ୍ଷୁର ନ ଦେଖିବା ଓ ମୁସଲମାନମାନଙ୍କର ମିଥ୍ୟା ଆରୋପକୁ ଇସଲାମ ଧର୍ମର ସୁନ୍ଦର ଶିକ୍ଷା ମାଧ୍ୟମରେ ଖଣ୍ଡନ କରିବା, ପୁନଶ୍ଚ ବାୟତର ଯେଉଁ ଦୃଶ୍ୟ ରହିଥିଲା ତାହା ମୋତେ ବେଶ ପ୍ରଭାବିତ କରିଥିଲା। ଆଜିକାଲି ଇସଲାମ ଧର୍ମ ସଂକ୍ରାନ୍ତରେ ନକାରାତ୍ମକ ଛବି ଉପସ୍ଥାପନ କରାଯାଉଛି। ଯେଉଁ ଇସଲାମ ଧର୍ମର ସୁନ୍ଦର ଶିକ୍ଷାକୁ ଦେଖିବାକୁ ଚାହୁଁଛି, ତେବେ ସେ ଜଲସାକୁ ଯେ କେହି ଇସଲାମର ସୁନ୍ଦର ଶିକ୍ଷାକୁ ଦେଖିବାକୁ ଚାହୁଁଛି, ତେବେ ତାହାକୁ ଜଲସାରେ ସାମିଲ ହେବା ଉଚିତ। ଜଲସାରେ ଉପସ୍ଥିତ ହୋଇ ସେ ପ୍ରେମ, ଭାଇଚାରା ଓ ଶାନ୍ତିର ପରିବେଶକୁ
ସ୍ୱଚକ୍ଷୁରେ ଅବଲୋକନ କରିପାରିବ। ସେହିପରି ଆଉ ଜଣେ ମହିଳା ଅତିଥି ଜେସିକା ଗାର୍ସିଆ କୋହଲେ ଲିକାର୍ଡୋ ସାହେବା ଜଲସାରେ ଯୋଗ ଦେଇଥିଲେ। ସେ କଂଗ୍ରେସର ଶ୍ୟାମ ଲିକାର୍ଡୋଙ୍କର ପତ୍ନୀ। ସେ କହିଲେ, ମୁଁ ଏକଥା ଜାଣି ଆଶ୍ଚର୍ଯ୍ୟଚକିତ ହୋଇଗଲି ଯେ ଉପସ୍ଥିତ ଖଲିଫା କେବଳ ମହିଳାମାନଙ୍କ ବିରୁଦ୍ଧରେ ହେଉଥିବା ଶାରୀରିକ ନିର୍ଯାତନା ସଂକ୍ରାନ୍ତରେ ଚର୍ଚ୍ଚା କଲେ ନାହିଁ, ବରଂ ମହିଳାମାନଙ୍କ ବିରୁଦ୍ଧରେ କ୍ରୂରତାମୂଳକ ନିର୍ଯାତନାର ମଧ୍ୟ ନିଜ ଭାଷଣରେ ଚର୍ଚ୍ଚା ଓ ନିନ୍ଦା କଲେ। ତାଙ୍କର ଗୋଟିଏ ପ୍ରଶ୍ନ ଅପୂର୍ଣ୍ଣ ଥିଲା। ସେ କୁହନ୍ତି, ମୋତେ ସେହି ପ୍ରଶ୍ନର ଉତ୍ତର ମିଳୁନଥିଲା, କାରଣ ଯଦି କୌଣସି ମହିଳା ସହିତ କିଛି ଘଟଣା ଘଟିଯାଏ ସେତେବେଳେ ସେ ମହିଳା ଜଣକ କେଉଁଠୁ ସାହାଯ୍ୟ ଲୋଡ଼ିବ? ମହୋଦୟ କହିଲେ, ଏହି ପ୍ରଶ୍ନ ମୁଁ ଉପସ୍ଥିତ ଖଲିଫାଙ୍କୁ ପଚାରିଥିଲି। ମୁଁ ତାଙ୍କୁ କହିଲି ଯେ ଜମାତର ଏକ ବ୍ୟବସ୍ଥା ରହିଛି। ସେହି ବ୍ୟବସ୍ଥାରୁ ସେହି ମହିଳା ଜଣକ ସାହାଯ୍ୟ ପ୍ରାପ୍ତ କରିପାରିବ, ଉପନୀତ ହୋଇପାରିବ। ମହିଳାମାନଙ୍କ ପ୍ରତି କୌଣସି ନାରୀ ନିର୍ଯାତନା ହେଲେ ସେମାନେ ଉପସ୍ଥିତ ଖଲିଫାଙ୍କ ନିକଟକୁ ପତ୍ର ଲେଖିପାରିବେ, ତାଙ୍କର ଅଭିଯୋଗ ଜଣାଇପାରିବେ। ଜମାତ ବ୍ୟବସ୍ଥା ପାଖକୁ ମହିଳାମାନେ ଆସିଥାନ୍ତି। ଏତତ୍ପରେ ଜମାତ ସେହି ମହିଳାମାନଙ୍କୁ ସାହାଯ୍ୟ କରିଥାଏ। ସ୍ୱିଡେନରୁ ଲଜ୍ନାର ଜଣେ ମହିଳା ଏଠାକୁ ଆସିଥିଲେ। ସେ କହିଲେ, ଜଲସା ସାଲାନା ଏକ ବ୍ୟାପକ ଗୃହ ପରି। ଏହା ସମ୍ପୂର୍ଣ୍ଣ ପରିବାରକୁ ନିଜ ମଧ୍ୟରେ ସାଉଁଟି ନେଇଥାଏ। ସ୍ୱିଡେନରେ ଖୁବ୍ ସୀମିତ ସଂଖ୍ୟକ ଆରବ୍ୟ ଅହମଦୀମାନେ ଅଛନ୍ତି। ଅପରପକ୍ଷେ ଜଲସା ସାଲାନାରେ ଯେତେବେଳେ ଆରବ୍ୟ ଶିବିରର ନାମ ଶୁଣିଲି ସେତେବେଳେ ଏକ ବିଚିତ୍ର ପ୍ରକାର ଶାନ୍ତି ଓ ଆପଣାର ଅନୁଭୂତି ହେଲା। ପୁନଶ୍ଚ ଅନ୍ୟାନ୍ୟ ଆରବୀୟ ଭଉଣୀମାନେ ଓ ଭାଇମାନଙ୍କୁ ଭେଟି ବହୁତ ଆନନ୍ଦିତ ହେଲି। ଏହି କଥା ମୋ ଉପରେ ବେଶ୍ ପ୍ରଭାବ ପକାଇଛି। ଉପସ୍ଥିତ ଖଲିଫାଙ୍କୁ ମୁଁ ସାକ୍ଷାତ କଲି ଓ ଏହାର ମଧ୍ୟ ମୋ ଉପରେ ସୁପ୍ରଭାବ ପଡ଼ିଛି। ଯେଉଁ ଅତିଥିମାନେ ଏହି ଜଲସାରେ ସାମିଲ ହୋଇଛନ୍ତି, ଆଲ୍ଲାହ ତାଆଲା ସେ ସମସ୍ତ ଅତିଥିମାନଙ୍କର ହୃଦୟ ଉନ୍ମୁକ୍ତ କରନ୍ତୁ। ସେହି ଅତିଥିମାନେ ଅହମଦିୟତ ଓ ପ୍ରକୃତ ଇସଲାମକୁ ହୃଦୟଙ୍ଗମ କରନ୍ତୁ ଓ ଯୁଗାବତାରଙ୍କୁ ସ୍ୱୀକାର କରନ୍ତୁ। ଆମିନ୍। ସେହିପରି ଆଲ୍ଲାହ ତାଆଲା ନବଦୀକ୍ଷିତଙ୍କୁ ମଧ୍ୟ ବିଶ୍ୱାସ ଓ ନିଷ୍ଠାପରତାରେ ଅଭିବୃଦ୍ଧି କରିବାକୁ ସାମର୍ଥ୍ୟ ପ୍ରଦାନ କରନ୍ତୁ। ଏଥି ସଂକ୍ରାନ୍ତରେ ପ୍ରେସବାଲାଙ୍କର ରିପୋର୍ଟ ମଧ୍ୟ ସଂକ୍ଷେପରେ କହିଦେଉଛି। ଇଟାଲୀର ପ୍ରେସ୍ କଭରେଜ ରିପୋର୍ଟ ଅନୁଯାୟୀ ୟୁରୋପୀୟ କମ୍ୟୁନିକେସନ ଜୋନ୍ ମାଧ୍ୟମରେ ଏକ ନ୍ୟୁଜ୍ ଏଜେନ୍ସି ରହିଛି। ଏହି ଏଜେନ୍ସି ୟୁରୋପୀୟ ସଂସଦର ସରକାରୀ ପ୍ରେସ୍ ଏଜେନ୍ସି। ସେହି ନ୍ୟୁଜ୍ ସିଧାସଳଖ ପ୍ରସାରଣ ହୋଇଥିଲା। ବିଭିନ୍ନ ଇଣ୍ଟରଭ୍ୟୁ ମଧ୍ୟ ପ୍ରକାଶିତ ହୋଇଥିଲା। ନ୍ୟୁଜ୍ ଏଜେନ୍ସିର ଜଲସା ସାଲାନାର କେତେକ ବିଶେଷ ଅଧିବେଶନକୁ ମଧ୍ୟ ପ୍ରସାରଣ କରିଥିଲା। ଏପର୍ଯ୍ୟନ୍ତ 60ଟି ଖବରକାଗଜରେ ଏଜେନ୍ସିଗୁଡ଼ିକର ଜଲସା ସାଲାନା ସମ୍ପର୍କିତ ଖବର ଓ ରିପୋର୍ଟ ପ୍ରକାଶିତ ହୋଇଯାଇଛି। ତହିଁରେ ଅନଲାଇନ୍ ବାର୍ତ୍ତା ମଧ୍ୟ ରହିଛି। ଇଟାଲୀରୁ ଆସିଥିବା 2 ଜଣ ସାମ୍ବାଦିକ। ଏହି ସାମ୍ବାଦିକଙ୍କର ସୋସିଆଲ ମିଡ଼ିଆରେ ମଧ୍ୟ ଲକ୍ଷାଧିକ ଫଲୋଅର୍ସ ରହିଛନ୍ତି। ଏହି 2 ଜଣ ସାମ୍ବାଦିକମାନେ ଜମାତ ସଂକ୍ରାନ୍ତରେ ସକାରାତ୍ମକ ରିପୋର୍ଟ ପ୍ରଦାନ କରିଥିଲେ। ତଦନୁଯାୟୀ ଅନଲାଇନ୍ ୱେବସାଇଟ୍ରେ ପ୍ରାୟ 50 ମିଲିୟନ ଲୋକମାନଙ୍କ ନିକଟରେ ଜଲସା ସାଲାନାର ସନ୍ଦେଶ ପହଞ୍ଚିଛି। ପାଖାପାଖି 49ଟି ୱେବସାଇଟ୍ ରହିଛି। ପ୍ରିଣ୍ଟ ମିଡ଼ିଆ ସମ୍ବାଦପତ୍ର ରହିଛି। ତହିଁରେ 17ଟି ଆର୍ଟିକଲ ପ୍ରକାଶିତ ହୋଇଛି। 20 ମିଲିୟନ ଲୋକମାନଙ୍କ ନିକଟରେ ଜଲସାର କାର୍ଯ୍ୟକ୍ରମର ପ୍ରସାରଣ ସେମାନେ ଦେଖିଛନ୍ତି, ସମ୍ବାଦପତ୍ରରେ ପାଠ କରିଛନ୍ତି। ରେଡ଼ିଓରେ 25ଟି କାର୍ଯ୍ୟକ୍ରମର ଆୟୋଜନ ପ୍ରସାରିତ ହୋଇଥିଲା। ସେହିପରି 25ଟି କାର୍ଯ୍ୟକ୍ରମର ଜଲସାକୁ କଭରେଜ ଦିଆଯାଇଥିଲା। ଶ୍ରୋତାମାନଙ୍କ ସଂଖ୍ୟା 20 ମିଲିୟନରୁ ଅଧିକ ରହିଛି। ଟିଭିରେ ମଧ୍ୟ ଜଲସା ସାଲାନା ପ୍ରସାରଣ କରାଯାଇଥିଲା। ଟିଭି ଚ୍ୟାନେଲରେ ପ୍ରାୟ 5 ମିଲିୟନ ଲୋକ ଏହି ପ୍ରସାରଣକୁ ଦେଖିଛନ୍ତି। ସେହିପରି ମିଡ଼ିଆ ଆଉଟଲେଟ୍, ଜର୍ଣ୍ଣାଲିଷ୍ଟ, ପବ୍ଲିକ ଫିଗର୍ସ ସୋସିଆଲ ମିଡ଼ିଆରେ ଏଥି ସଂକ୍ରାନ୍ତରେ ଅନେକ କିଛି ଉଲ୍ଲେଖ କରାଯାଇଛି। ସୋସିଆଲ ମିଡ଼ିଆ ମାଧ୍ୟମରେ 14 ମିଲିୟନ ଲୋକମାନଙ୍କ ନିକଟରେ ଆମର ଖବର ପହଞ୍ଚିଛି। ଆଲ୍ଲାହ ତାଆଲାଙ୍କ କୃପାରୁ ଏ ସମସ୍ତ ପ୍ରସଙ୍ଗକୁ ଏକତ୍ରିତ କରାଗଲେ
ତାହା ପାଖାପାଖି 100 ମିଲିୟନ ଲୋକମାନଙ୍କ ନିକଟରେ ଆମର ଖବର ପହଞ୍ଚିଛି। MTA ଆଫ୍ରିକାର ପ୍ରତିକ୍ରିୟା ଓ ମତାମତ ରହିଛି ଯେ ମାଲି ଅଞ୍ଚଳରେ ଜଣେ ମୁବଲ୍ଲିକ ସାହେବ ଉଲ୍ଲେଖ କରନ୍ତି, ଜଲସା ସାଲାନାର ତୃତୀୟ ଦିନ ଏକ ଆଧ୍ୟାତ୍ମିକ ପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଲା। ସକାଳୁ ବର୍ଷା ହେଉଥିଲା ଓ ପ୍ରବଳ ବର୍ଷା ରହିଥିଲା। ଏପରି ଲାଗୁଥିଲା ଯେପରି ଆଜି କେହି ମସଜିଦ୍ ଆସିପାରିବେ ନାହିଁ। କିନ୍ତୁ ଆଲମୀ ବେଦ୍ ପୂର୍ବରୁ କିଛି ସମୟ ପୂର୍ବେ କେବଳ କେତେକ ନବଦୀକ୍ଷିତ ଅହମଦୀମାନେ ବର୍ଷାରେ ଭିଜି ସାଇକେଲ ଓ ପାଦରେ ଚାଲି ମସଜିଦରେ ପହଞ୍ଚିଥିଲେ। ସେମାନେ ସମ୍ପୂର୍ଣ୍ଣ ରୂପେ ଭିଜି ଯାଇଥିଲେ। ମୁବଲ୍ଲିକ ସାହେବ ସେମାନଙ୍କୁ କହିଲେ, ଆପଣମାନେ ଘରେ ବସି ସମସ୍ତେ କାର୍ଯ୍ୟକ୍ରମ ରେଡ଼ିଓରେ ଶୁଣିପାରିଥାନ୍ତେ। ବର୍ଷାରେ ଭିଜି ଆସିବାର କ'ଣ ଆବଶ୍ୟକତା ଥିଲା? ସେତେବେଳେ ଜଣେ ନବଦୀକ୍ଷିତ ଉତ୍ତର ଦେଲେ, ମୁବଲ୍ଲିକ ସାହେବ, ଆମେମାନେ ଘରେ ବସି ଜଲସା ଶୁଣିପାରିଥାନ୍ତୁ, କିନ୍ତୁ ଉପସ୍ଥିତ ଖଲିଫାଙ୍କୁ ଆମେ ସ୍ୱଚକ୍ଷୁରେ ଦେଖିପାରିନଥାନ୍ତୁ। ଯେଉଁ ଆନନ୍ଦ ଖଲିଫାଙ୍କୁ ଦେଖିବା ଦ୍ୱାରା ପ୍ରାପ୍ତ ହୋଇଥାଏ ତାହା ଅନ୍ୟ କୌଣସିଠାରେ ମିଳିନଥାଏ। ଆଲମୀ ବେତ୍ର ଆଲୋକ ଓ କଲ୍ୟାଣକୁ ମୁଁ ହରାଇବାକୁ ଚାହୁଁନଥିଲି। ତେଣୁକରି ବର୍ଷାରେ ଭିଜି ମସଜିଦ୍ ଚାଲି ଆସିଛି। ଆଲ୍ଲାହ ତାଆଲା ସେ ସମସ୍ତ ଅହମଦୀମାନଙ୍କ ବିଶ୍ୱାସ ଓ ଆସ୍ଥାରେ ଅଭିବୃଦ୍ଧି ଘଟାନ୍ତୁ। ଆମିନ୍। ନମାଜ ଜୁମା ପରେ ମୁଁ ଗୋଟିଏ ନମାଜ ଜନାଜାର ପାଠ କରାଇବି। ସେହି ନମାଜ ଜନାଜା ହେଉଛି ଗାଜାର ଅଧିବାସୀ ଶ୍ରୀଯୁକ୍ତ ସ୍ୱର୍ଗତ ଅବଦୁଲ କରିମ ଜମାଲ ଜୋହେଦ ସାହେବ। ବିଗତ ଦିନରେ ଇସ୍ରାଏଲୀୟ ସେନା ପକ୍ଷରୁ ଯେଉଁ ଗୁଳିମାଡ଼ ହୋଇଥିଲା ସେଥିରେ ସେ ଶହୀଦ ହୋଇଯାଇଛନ୍ତି। ଇନ୍ନା ଲିଲ୍ଲାହି ଓ ଇନ୍ନା ଇଲୈହି ରାଜିଉନ୍। ସ୍ୱର୍ଗତଙ୍କ ଭାଇ କୁହନ୍ତି, ମୋ ଭାଇର ବୟସ 45 ବର୍ଷ ଥିଲା। ବିବାହିତ ଥିଲେ। 4ଟି କନ୍ୟା ସନ୍ତାନ ଓ 2ଟି ପୁତ୍ର ସନ୍ତାନର ସେ ପିତା। ବଡ଼ ପୁଅର ବୟସ ମାତ୍ର 16 ବର୍ଷ। ସବୁଠୁ ସାନ ପୁତ୍ରର ବୟସ 2.5 ବର୍ଷ। ଗାଜାପଟ୍ଟିରେ ଜିବାଲିହା ଅଞ୍ଚଳରେ ସେ ବାସ କରୁଥିଲେ। ଜଣେ ଉଚ୍ଚ ସମ୍ଭ୍ରାନ୍ତ ବର୍ଗର ମୁସଲମାନ ପରିବାରରେ ଲାଳିତ ପାଳିତ ହୋଇଥିଲେ। 11ତମ ଶ୍ରେଣୀ ପରେ ସେ ଘର ଖର୍ଚ୍ଚରେ ପିତାଙ୍କୁ ସାହାଯ୍ୟ କରିବା ନିମନ୍ତେ ବିଲ୍ଡିଂ କାମରେ ସାମିଲ ହୋଇଯାଇଥିଲେ। ମିସ୍ତ୍ରୀ କାମ କରୁଥିଲେ। ଆପଣଙ୍କର 11 ଜଣ ଭାଇ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଇଏ ଦ୍ୱିତୀୟ ଭାଇ। ପୁନଶ୍ଚ ସେ ନିଜର ଏକ ଧାତୁ ୱାର୍କସପ୍ ଖୋଲିଥିଲେ। ୱାର୍କସପ୍ରୁ ଇସ୍ରାଏଲୀୟ ସେନାମାନେ ଆକ୍ରମଣ କରି ଧୂଳିସାତ କରିଦେଇଥିଲେ। 2013 ମସିହାରେ ତାଙ୍କର ନିଜ ଭାଇଙ୍କ ମାଧ୍ୟମରେ ଜମାତ ସହିତ ପରିଚୟ ସ୍ଥାପନ ହୋଇଥିଲା। ଇତିମଧ୍ୟରେ ସେ ବୟତ କରି ଜମାତରେ ସାମିଲ ହୋଇଥିଲେ ଓ ନିୟମିତ ରୂପେ ଜମାତର କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ଜଣେ ସକ୍ରିୟ ଓ ସତ୍ୟବାଦୀ ବ୍ୟକ୍ତି ଥିଲେ। ଜମାତ ସହିତ ଯେଉଁ ଗାଜାର ସିକ୍ୟୁରିଟି ଅନୁଷ୍ଠାନଗୁଡ଼ିକରେ ଅନେକ ଥର ତାଙ୍କୁ ପଚରାଉଚରା କରାଯାଇଥିଲା। ଅନେକ ପ୍ରକାର ତଦନ୍ତର ସେ ସମ୍ମୁଖୀନ ହୋଇଥିଲେ, କିନ୍ତୁ ନିଜର ଚିନ୍ତାଧାରା ପରିବର୍ତ୍ତନ କରିନଥିଲେ। ଜମାତରୁ ସେ ପଛଘୁଞ୍ଚା ଦେଇନଥିଲେ। 2025 ମସିହାରେ ଇସ୍ରାଏଲ ସେନା ଯେତେବେଳେ ତାଙ୍କ ଦେଶରେ କବ୍ଜା କଲା ସେତେବେଳେ ତାଙ୍କ ଘରକୁ ଧୂଳିସାତ କରିଦେଲା। ଏତଦ୍ ପରେ ସେ ଭଡ଼ା ଘରେ ରହି ଆସୁଥିଲେ। ପୁନଶ୍ଚ ଗାଜାପଟ୍ଟିରେ ସାମ୍ପ୍ରତିକ ଦୁର୍ଭିକ୍ଷ ପଡ଼ିଲା। ରିଲିଫ୍ ସାମଗ୍ରୀ ବଣ୍ଟା ହେଉଥିବା ସ୍ଥାନକୁ ସେ ଯାଉଥିଲେ। ସେଠାରେ ସେନା ଗହମ, ଅଟା ଆଦି ରିଲିଫ୍ ସାମଗ୍ରୀ ପ୍ରଦାନ କରୁଥିଲା। ତେଣୁ ସେଠାରେ ଭିଡ଼ ରହିଥିଲା। ସ୍ୱର୍ଗତ ଇସ୍ରାଏଲୀୟ ସେନାର ଅତି ନିକଟବର୍ତ୍ତୀ ଅଞ୍ଚଳ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ। ନିରସ୍ତ୍ର ଲୋକମାନଙ୍କର ଏହି ଭିଡ଼ ଉପରେ ଇସ୍ରାଏଲୀୟ ସେନା ଆଖିବୁଜା ଗୁଳି ଚାଳନା କରିଥିଲା। ଏହାଦ୍ୱାରା ମୋ ଭାଇ ପାଖରେ ଥିବା ଜଣେ ବ୍ୟକ୍ତି ଗୁଳି ଦ୍ୱାରା ଆହତ ହେଲା ଏବଂ ମୋ ଭାଇ ସେହି ବ୍ୟକ୍ତିର ସାହାଯ୍ୟ କରିବା ପାଇଁ ଉଦ୍ୟମ କଲେ। ସେତେବେଳେ ଏହି ସମୟରେ ଭାଇଙ୍କ ଛାତିରେ ଗୋଟେ ଗୁଳି ଆସି ବାଜିଥିଲା, ଯାହାଫଳରେ ଘଟଣାସ୍ଥଳରେ ହିଁ ସେ ଶହୀଦ ହୋଇଯାଇଥିଲେ। ସେ କୁହନ୍ତି, ମୋ ଭାଇ ଯେଉଁ ଆହତ ବ୍ୟକ୍ତିକୁ ସାହାଯ୍ୟ କରିବାକୁ ଯାଇଥିଲେ ଓ ନିଜେ ଶହୀଦ ହୋଇଯାଇଥିଲେ, ସେ ଆହତ ବ୍ୟକ୍ତି କହିଲେ, ତୁମ ଭାଇ ଶହୀଦ ହେବା ପୂର୍ବରୁ 3 ଥର କଲମା ପାଠ କଲେ। ହୁଜୁର ସല്ലଲ୍ଲାହୁ ଆଲୈହି वसल्लम ଅବତାରମାନଙ୍କ ସୁନ୍ନତ ଅନୁଯାୟୀ ମୃତ୍ୟୁବରଣ କଲେ। ଡକ୍ଟର ହଫିଜ ସାହେବ ୟୁକେର ହ୍ୟୁମାନିଟି ଫାଷ୍ଟର ଇନଚାର୍ଜ। ସେ କୁହନ୍ତି, 2021 ମସିହାରେ ଜମାତର ପରିଦର୍ଶନ ସଂକ୍ରାନ୍ତରେ ହ୍ୟୁମାନିଟି ଫାଷ୍ଟର ଗସ୍ତ ଅଧୀନରେ ମୁଁ ଗାଜା ଯାଇଥିଲି। ସେତେବେଳେ ଅବଦୁଲ କରିମ ସାହେବ ଶହୀଦଙ୍କ ସହିତ ମୋର ସାକ୍ଷାତ ହୋଇଥିଲା।
ମୁଁ ତାଙ୍କୁ ଅତ୍ୟନ୍ତ ନିଷ୍ଠାପର ଓ ଉତ୍ସର୍ଗୀକାରୀ ଅହମଦୀ ରୂପେ ପାଇଥିଲି। ଆଲ୍ଲାହ ତାଆଲା ସ୍ୱର୍ଗତଙ୍କ ପ୍ରତି ସଦୟ ହୁଅନ୍ତୁ ଓ ବୈକୁଣ୍ଠରେ ତାଙ୍କ ସ୍ତରକୁ ଉନ୍ନୀତ କରନ୍ତୁ। ସ୍ୱର୍ଗତଙ୍କ ସନ୍ତାନ ସନ୍ତତିଙ୍କୁ ନିଜ ସୁରକ୍ଷା ବଳୟ ମଧ୍ୟରେ ରଖନ୍ତୁ। Alhamdulillah nahmaduhu wa nasta'inuhu wa nastaghfiruhu wa nu'minu bihi wa natawakkalu alayhi wa na'udhu billahi min shururi anfusina wa min sayyiati a'malina. Man yahdihillahu fala mudilla lahu ومن يضلله فلا هادي له ونشهد أن لا إله إلا الله ونشهد أن محمدا عبده ورسوله. عباد الله رحمكم الله إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون. اذكروا الله يذكركم وادعوه يستجب لكم ولذكر الله